ମ୍ୟାନ୍ ଇଜ୍ ବର୍ନ ଫ୍ରି ଆଣ୍ଡ ଏଭ୍ରିୱେୟାର ହି ଇଜ୍ ଇନ୍ ଚେନ୍। ଏଇ ମତ ଜିନ୍ ଜାକ୍ସ ରୁସୋ ଜଣେ ଦାର୍ଶନିକ ଦେଇଥିଲେ, ଯେ କହିଥିଲେ ଯେ ମଣିଷ ମୁକ୍ତ ହୋଇ ଜନ୍ମ ହୋଇଛି ଏବଂ ସବୁଠାରେ ଶୃଙ୍ଖଳରେ ବାନ୍ଧି ହୋଇ ରହିଯାଇଛି। କିନ୍ତୁ ଯଦି ସେହି ଶୃଙ୍ଖଳ ଶ୍ରେଣୀଗୃହରୁ ଆରମ୍ଭ ହୁଏ ତେବେ କ'ଣ ହେବ? ପିଲାମାନେ, ଆପଣଙ୍କୁ ସ୍ୱାଗତ। ଆଜି ଆମେ ଜିନ୍ ଜାକ୍ସ ରୁସୋଙ୍କର ପ୍ରକୃତିପ୍ରେମୀ ମନକୁ, ପ୍ରକୃତିପ୍ରେମୀ ଚିନ୍ତାଧାରାକୁ ଆମେ ଆବିଷ୍କାର କରିବାକୁ ଯାଉଛୁ। ଏକ ଶିକ୍ଷା ବ୍ୟବସ୍ଥାର କଳ୍ପନା କର ଯେଉଁଠାରେ କୌଣସି ପ୍ରକାର ଟେବୁଲ ବେଞ୍ଚ ନାହିଁ, କୌଣସି ପ୍ରକାର ପାଠ୍ୟପୁସ୍ତକ ନାହିଁ, ଶିକ୍ଷକଙ୍କର କୌଣସି ପ୍ରକାର ପନିଶମେଣ୍ଟ କିମ୍ବା ଗାଳି ନାହିଁ। କଠୋର ନିୟମରେ ପିଲାର ମୁଣ୍ଡକୁ ବନ୍ଧାଯିବା ପରିବର୍ତ୍ତେ ଆମେ କ'ଣ କରିପାରିବା? ତାକୁ ସିଧାସଳଖ ସର୍ବଶ୍ରେଷ୍ଠ ଶିକ୍ଷକଙ୍କଠୁ ଶିକ୍ଷା ପ୍ରଦାନ କରିବା ପାଇଁ ସୁଯୋଗ ଦେଇପାରିବା ନିହାତି ଆବଶ୍ୟକ। ଆଉ ସେ ସର୍ବଶ୍ରେଷ୍ଠ ଶିକ୍ଷକ ହେଉଛି କିଏ? ନା ପ୍ରକୃତି। ଏକଥା ରୁସୋ କହିଥିଲେ। କାହିଁକି ନା ସେ ବିଶ୍ୱାସ କରୁଥିଲେ ଯେ ସମାଜ ପ୍ରକୃତରେ ପିଲାମାନଙ୍କର ବିକାଶକୁ କ୍ଷତି ପହଞ୍ଚାଇଛି ଏବଂ ତାଙ୍କର ଏଇ ଯେଉଁ 18 ଶତାବ୍ଦୀର ଚିନ୍ତାଧାରା ଆଜି ମଧ୍ୟ ଆମେ ଶିକ୍ଷା କ୍ଷେତ୍ରରେ ଦେଖିବାକୁ ପାଇଥାଉ। ଠିକ୍ ଅଛି, ତେଣୁ ପେନ୍ ପେପର ରେଡ଼ି କରିକି ବସ, କାହିଁକିନା ଆଗାମୀ 1 ଘଣ୍ଟା ଭିତରେ ଆମେ ରୁସୋଙ୍କର ସମ୍ପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥାକୁ ପଢ଼ିବାକୁ ଯାଉଛେ, ଯାହାଫଳରେ ଆମେ ବହୁତ ଭଲ ଭାବରେ ତାଙ୍କର ଶିକ୍ଷା ବ୍ୟବସ୍ଥାକୁ ବୁଝିପାରିବା। ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବା। ଯେଉଁମାନେ ନୂଆ ଅଛ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା, ଭିଡ଼ିଓକୁ ଲାଇକ୍ କରିବା ଏବଂ ନିଶ୍ଚିତ ସାଙ୍ଗମାନଙ୍କ ସହିତ ସେୟାର କରିବା। ଆଜିର ଭିଡ଼ିଓରେ ଆମେ ରୁସୋଙ୍କର ଜୀବନୀ ଜାଣିବା, ତା ସହିତ ନାସ୍ତିବାଚକ ଶିକ୍ଷା କ'ଣ ଜାଣିବା, ସେହି ଶିକ୍ଷାର ଲକ୍ଷ୍ୟ ଆଉ ପାଠ୍ୟକ୍ରମ କ'ଣ ଥିଲା ଜାଣିବା, ନାରୀ ଶିକ୍ଷା ବିଷୟରେ କ'ଣ ମତ ଦିଆଯାଇଥିଲା, ରୁସୋଙ୍କର କ'ଣ କ'ଣ ଶିକ୍ଷାଦାନ ପଦ୍ଧତି ରହିଛି, ଶିକ୍ଷକ ଶୃଙ୍ଖଳା ଏବଂ ରୁସୋଙ୍କର ଶିକ୍ଷାନୀତିର କିଛି ଯଦି ସମାଲୋଚନା ଅଛି, ଏହି ସବୁ ଟପିକ୍କୁ ଆଜିର ଭିଡ଼ିଓରେ ଆମେ କଭର କରିବା। ପାଖାପାଖି 1 ଘଣ୍ଟାର ଭିଡ଼ିଓ ରହିବ, ତେଣୁ ନିଶ୍ଚିତ ଭାବରେ ବହୁତ ଧ୍ୟାନର ସହିତ, ବହୁତ ଧୈର୍ଯ୍ୟର ସହିତ ଭିଡ଼ିଓଟିକୁ ଦେଖ। ଯଦି ଗୋଟେ ଥରରେ ସରୁନି, ତୁମେ ଅଧା ଦେଖିପାରିବ, ପୁଣି ଆଉ ଥରେ ଆଉ ଅଧା ଦେଖିପାରିବ। ଠିକ୍ ଅଛି, ତ ଆମର ମୋଷ୍ଟ ଇମ୍ପୋର୍ଟାଣ୍ଟ ହେଉଛି ଯେ ତାଙ୍କର ନାସ୍ତିବାଚକ ଶିକ୍ଷା। ଯେଉଁମାନେ ନାସ୍ତିବାଚକ ଶିକ୍ଷାକୁ ଡାଇରେକ୍ଟ ଯିବା ପାଇଁ ଚାହୁଁଛ, ସେମାନେ ଏଠି ଗୋଟେ ଟିକେ ଡବଲ କ୍ଲିକ୍ କରିକି ଏଠି ଗୋଟେ ବଟନ୍ ଆସିବ ସ୍କିପ୍ ବୋଲି, ସେ ସ୍କିପ୍ ବଟନ୍କୁ ମାରିକି ଆଗକୁ ଯାଇପାରିବ। ଠିକ୍ ଅଛି, ଏ ହେଉଛି +2 ସେକେଣ୍ଡ ଇୟର ଏଜୁକେସନ୍ ସବଜେକ୍ଟର ଗୋଟେ ଟପିକ୍, ଫାର୍ଷ୍ଟ ୟୁନିଟ୍। ଆଉ ଫାର୍ଷ୍ଟ ୟୁନିଟ୍ର 3ଟା ଭିଡ଼ିଓ ଅଲରେଡ଼ି ଆମେ ଅପଲୋଡ଼ କରିସାରିଛେ। ଯଦି ତୁମେ ସେଗୁଡ଼ିକ ଦେଖିନାହ, ଦେଖିବାକୁ ଚାହୁଁଛ, ତାହେଲେ ଉପରେ ଏ ଆଇ ବଟନ୍ରେ ତୁମକୁ ଲିଙ୍କ୍ ମିଳିଯିବ କିମ୍ବା ଡେସ୍କ୍ରିପସନ୍ରେ ମଧ୍ୟ ତୁମକୁ ଲିଙ୍କ୍ ମିଳିଯିବ, ତାକୁ କ୍ଲିକ୍ କରିକି ତୁମେ ଯାଇ ଦେଖିପାରିବ। ଯେଉଁମାନେ ଆମ ଏଇ କମ୍ପ୍ଲିଟ୍ ଭିଡ଼ିଓର PDF ଚାହୁଁଛ, ନିଶ୍ଚିତ ଭାବରେ କମେଣ୍ଟରେ ତୁମକୁ ଲିଙ୍କ୍ ମିଳିବ ଗୋଟେ ହ୍ୱାଟ୍ସଆପ୍ ଗ୍ରୁପ୍ର, ସେ ହ୍ୱାଟ୍ସଆପ୍ ଗ୍ରୁପ୍ରେ ଜଏନ୍ କରି ତୁମେ PDF ନେଇପାରିବ। ତେଣୁ ଲେଟ୍ କରିବାନି, ଆରମ୍ଭ କରିବା ଆଜିର ପାଠପଢ଼ା। ଫାର୍ଷ୍ଟ ଦେଖିବା ଯେ ରୁସୋଙ୍କର କ'ଣ ଜୀବନ ଦର୍ଶନ ରହିଛି। ରୁସୋଙ୍କର ଜନ୍ମ ହୁଏ 1712 ମସିହା ଜୁନ୍ 28 ତାରିଖର। କେଉଁଠି? ନା ଫ୍ରାନ୍ସର ଜେନେଭା ସହରରେ ଜନ୍ମଗ୍ରହଣ କରନ୍ତି। ତେଣୁ ଆମେ ରୁସୋଙ୍କୁ ଜଣେ ଫରାସୀ ଦାର୍ଶନିକ ମଧ୍ୟ କହିପାରିବା। ପିତାଙ୍କ ନାଁ ଥିଲା ଆଇଜାକ୍ ରୁସୋ। ସେ ଜଣେ ଘଡ଼ି କାରିଗର ଥିଲେ। ସରଳ ଗ୍ରାମ୍ୟ ପରିବେଶରେ ତାଙ୍କର ଲାଳନ ପାଳନ ହୋଇଛି ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ଭିତରେ ତାଙ୍କର ବ୍ୟକ୍ତିତ୍ୱ ବିକଶିତ ହୋଇଛି। ଆଉ ପ୍ରକୃତି ତାଙ୍କର ବ୍ୟକ୍ତିତ୍ୱ ଉପରେ ବହୁତ ବଢ଼ିଆ ପ୍ରଭାବ ପକାଇଛି। ଠିକ୍ ଅଛି, ଜନ୍ମରୁ ମାଆଙ୍କର ବିୟୋଗ ଘଟିଛି। 12 ବର୍ଷ ବୟସରେ ପିତୃମାତୃହୀନ ହୋଇ ସେ ବାରବୁଲା ଜୀବନ ତାଙ୍କର ଆରମ୍ଭ ହୋଇଛି। ଘୁରି ବୁଲିଲେ ସେ। ବାଲ୍ୟ ଜୀବନ ଅତ୍ୟନ୍ତ ବିଶୃଙ୍ଖଳିତ, କାହିଁକିନା କେହି ନଥିଲେ ପାଖରେ ତାଙ୍କର ଲାଳନ ପାଳନ କରିବା ପାଇଁ। ବିଶୃଙ୍ଖଳିତ ଅସାଧୁ ଭାବରେ ସେ ଅତିବାହିତ କରିଛନ୍ତି। ବିଦ୍ୟାଳୟରୁ ବିତାଡ଼ିତ ତାଙ୍କୁ କରିଯାଇଥିଲା, ଯାହା ତାଙ୍କ ମନରେ କ'ଣ କରିଥିଲା ନା କୃତ୍ରିମ ସମାଜ ଆଉ ଶିକ୍ଷା ବ୍ୟବସ୍ଥା ବିରୁଦ୍ଧରେ ବିକ୍ଷୋଭ ଜାତ କରିଥିଲା, ଆଉ ଯେଉଁଟା ତାଙ୍କ ଶିକ୍ଷା ବ୍ୟବସ୍ଥାରେ ମଧ୍ୟ ଆମେ ଦେଖିବାକୁ ପାଉଛୁ। 16 ବର୍ଷ ବୟସରେ ଗୃହ ପରିତ୍ୟାଗ କରି ବାରବୁଲା ଜୀବନ ତାଙ୍କର ଆରମ୍ଭ ହୋଇଛି। ଠିକ୍ ଅଛି, ତ ଏଇଭଳି ରୁସୋଙ୍କର ବାଲ୍ୟ ଜୀବନ ଅତିବାହିତ ହୋଇଛି। କିନ୍ତୁ ପରେ ପରେ ତାଙ୍କର ଲ୍ୟାଟର ଲାଇଫ୍ରେ, ପରବର୍ତ୍ତୀ ଜୀବନରେ ସେ କ'ଣ କରିଛନ୍ତି ନା ବହୁତ ଗୁଡ଼ିଏ ପୁସ୍ତକ, ବହୁତ ଗୁଡ଼ିଏ ଲେଖା ମାଧ୍ୟମରେ ନା ସମାଜରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ମଧ୍ୟ ଆଣିପାରିଛନ୍ତି। ସେଇଥିରୁ 2ଟା ବହି ଥିଲା, ଗୋଟେ ହେଉଛି ଏମିଲ୍, ଆଉ ଗୋଟେ ହେଉଛି ସାମାଜିକ ଚୁକ୍ତି, ଯେ ବ୍ୟାପକ ପରିବର୍ତ୍ତନ ସମାଜରେ ଆଣିପାରିଛି। ଏମିଲ୍ ହେଉଛି ଶିକ୍ଷା ରିଲେଟେଡ୍ ଏବଂ ସାମାଜିକ ଚୁକ୍ତି ହେଉଛି ରାଜନୀତି ରିଲେଟେଡ୍ 2ଟି ପୁସ୍ତକ, ଯେଉଁଟା 1762 ମସିହାରେ ପ୍ରକାଶ ପାଇଥିଲା। ଠିକ୍ ଅଛି, ଫ୍ରାନ୍ସ, ଜର୍ମାନୀ, ଇଂଲଣ୍ଡ ଭଳି ଦେଶରେ ରୁସୋ ରହିଛନ୍ତି। ସେଠୁ ମଧ୍ୟ ବିଭିନ୍ନ ସମୟରେ ଘୁରି ବୁଲିଛନ୍ତି। ତାଙ୍କର କୌଣସି ଗୋଟେ ନିର୍ଦ୍ଦିଷ୍ଟ ସ୍ଥାନରେ ସେ ରହିପାରି ନାହାନ୍ତି। ତାଙ୍କର ମୃତ୍ୟୁ ହୁଏ 1778 ଜୁଲାଇ 2 ତାରିଖରେ। ସେ ପ୍ୟାରିସରେ ମୃତ୍ୟୁବରଣ କରିଛନ୍ତି। ଠିକ୍ ଅଛି, ଆମେ ଜାଣି ତାଙ୍କର ଜୀବନ ଦର୍ଶନ ବିଷୟରେ। ତାଙ୍କର ଯଦି ଦାର୍ଶନିକ ଚିନ୍ତାଧାରା କଥା କହୁଛେ, ସେ ପ୍ରକୃତିବାଦ, ସାମ୍ୟବାଦ ଆଉ ସ୍ୱାଧୀନତାର ଅପୂର୍ବ ସମାହାର ତାଙ୍କର ଚିନ୍ତାଧାରା ଦେଖିବାକୁ ମିଳିଥିଲେ। ସେ ରଚନା କରିଥିବା କିଛି ଗ୍ରନ୍ଥ ଗୁଡ଼ିକରେ ତାଙ୍କର ଏହି ଜୀବନ ଦର୍ଶନକୁ ବର୍ଣ୍ଣନା କରାଯାଇଛି। ଫାର୍ଷ୍ଟ ଜଣେ ପ୍ରକୃତିବାଦ। ପ୍ରକୃତିବାଦ କହିଲେ ରୁସୋ ଜଣେ ପ୍ରକୃତି ପ୍ରେମୀ ଥିଲେ। ଯେମିତି କହିଲେ ଯେ ପିଲାଟି ଦିନରୁ ସେ ଗାଁର ପରିବେଶକୁ ବହୁତ ଭଲ ପାଉଥିଲେ।
କୃତ୍ରିମତାକୁ ସେ ନିନ୍ଦା କରନ୍ତି। ସାଧାରଣତଃ କୃତ୍ରିମତା ତାଙ୍କୁ ପସନ୍ଦ ଥିଲା। ପ୍ରକୃତି ଠାରୁ ଦୂରେଇ ଯିବା ହେତୁ ମଣିଷ ସବୁ ପ୍ରକାର ଦୁଃଖର ଶିକାର ହେଉଛି ବୋଲି ରୁଷୋ ମତ ଦେଇଛନ୍ତି। ଠିକ୍ ଅଛି, ତେଣୁ ଆମେ ରୁଷୋଙ୍କୁ ଜଣେ ପ୍ରକୃତିବାଦୀ ବୋଲି କହିପାରିବା। ମଣିଷ ସମ୍ବନ୍ଧରେ ତାଙ୍କର କ'ଣ ଧାରଣା ରହିଛି? ସେ କହୁଛନ୍ତି ଯେ ଶିଶୁ ଜନ୍ମ ସମୟରେ ଅତ୍ୟନ୍ତ ସ୍ୱଚ୍ଛ ପବିତ୍ର ହୋଇ ଜନ୍ମ ହୋଇଛନ୍ତି, କିନ୍ତୁ ମାତ୍ର ସମାଜ କ'ଣ କରିଥାଏ? ଶିଶୁକୁ କୁପଥଗାମ କରିଥାଏ। ତାଙ୍କ କହିବାର ଅର୍ଥ ହେଉଛି ଯେ ଶିଶୁ ଜନ୍ମରୁ ଭଲ, ଜନ୍ମରୁ ପବିତ୍ର ଶୁଦ୍ଧ ହୋଇକି ଜନ୍ମ ହୋଇଛି, କିନ୍ତୁ ସମାଜ ସେ ଶିଶୁକୁ କ'ଣ କରୁଛି? ଖରାପ କରି ଦେଉଛି। ଠିକ୍ ଅଛି, ତେଣୁ ମଣିଷ ମୁକ୍ତ ହୋଇ ଜନ୍ମଗ୍ରହଣ କରେ ଏବଂ ସମାଜରେ ବନ୍ଦୀ ହୋଇ ରହିଯାଏ। ଯେଉଁ ମତାମତ ଆମେ ଫାଷ୍ଟ ଦେଖିଥିଲେ, ମ୍ୟାନ୍ ଇଜ୍ ବର୍ନ ଫ୍ରି ଆଣ୍ଡ ଏଭ୍ରିୱେୟାର ହି ଇଜ୍ ଇନ୍ ଚେନ୍। ରାଷ୍ଟ୍ର ସମ୍ବନ୍ଧରେ ଧାରଣା। ସାମାଜିକ ଚୁକ୍ତିରେ ରାଷ୍ଟ୍ର ସମ୍ପର୍କରେ ମଧ୍ୟ ସେ ବର୍ଣ୍ଣନା କରିଛନ୍ତି। ସେ କହୁଛନ୍ତି ମଣିଷର ଇଚ୍ଛାରେ ରାଷ୍ଟ୍ରର ସୃଷ୍ଟି ହେଲା ଏବଂ ଜନସାଧାରଣଙ୍କ ହାତରେ ରାଷ୍ଟ୍ରର ସାର୍ବଭୌମତ୍ୱ ନ୍ୟସ୍ତ ରହିଛି। ତେଣୁ ମଣିଷର ଚେଷ୍ଟା ଯୋଗୁଁ ଯେହେତୁ ରାଷ୍ଟ୍ରର ସୃଷ୍ଟି ହୋଇଛି, ତେଣୁ ରାଷ୍ଟ୍ରର ସାର୍ବଭୌମତ୍ୱ ପାୱାର କାହା ପାଖରେ ରହିଛି? ନା ମଣିଷ ପାଖରେ ରହିଛି। ଠିକ୍ ଅଛି, ଯାହା ଲୋକଙ୍କର ହିତ କରେ ତାହା ହିଁ ଆଇନ। ରାଷ୍ଟ୍ର କ'ଣ ଆଇନ ହେବା ଦରକାର? ନା ଯେଉଁଟା ଲୋକଙ୍କର ଭଲ କରିବ, ଲୋକଙ୍କର ହିତ ସାଧନ କରିବ। ସେ ସ୍ୱାଧୀନ ମଣିଷ, ସ୍ୱାଧୀନ ରାଷ୍ଟ୍ର, ସ୍ୱାଧୀନ ସଭ୍ୟତା ସପକ୍ଷରେ ମଧ୍ୟ ଯୁକ୍ତି ଦେଇଥିଲେ। ତାଙ୍କର ଗୋଟେ ମତାମତ ଥିଲା ଯେ ସ୍ୱାଧୀନତା ବିନା ଦେଶାତ୍ମବୋଧ ସମ୍ଭବ ନୁହେଁ, ଆଉ ସୁଗୁଣ ବିନା ସ୍ୱାଧୀନତା ତିଷ୍ଠି ରହିପାରିବ ନାହିଁ। ଏମିତି ମତାମତ ମଧ୍ୟ ସେ ଦେଇଥିଲେ। ତାପରେ କ'ଣ କରିବା? ସ୍ୱାଧୀନତା ବିଷୟରେ ସେ କ'ଣ କହିଥିଲେ? ସେ ଯେହେତୁ ଫରାସୀ ବିପ୍ଳବର ସୂତ୍ରଧର ବୋଲି ତାଙ୍କୁ ମଧ୍ୟ କୁହାଯାଏ। ଫରାସୀ ବିପ୍ଳବକୁ ସେ ମଧ୍ୟ କ'ଣ କରିଥିଲେ? ଆମେ କହିପାରିବା ଗୋଟେ ପ୍ରକାର ପ୍ରେରଣା ଯୋଗାଇଥିଲେ ଫରାସୀ ବିପ୍ଳବ ପାଇଁ। ରୁଷୋଙ୍କ ପ୍ରଚାରିତ ସାଧାରଣ ଇଚ୍ଛା ଓ ରାଷ୍ଟ୍ରର ସ୍ଥିତି ଉଭୟ ଫରାସୀ ବିପ୍ଳବର ବୀଜ ବପନ କରିଥିଲା। ଫରାସୀ ବିପ୍ଳବ ତୁମେ ଯଦି କ'ଣ ପଢ଼ିଥିବ, ହିଷ୍ଟ୍ରିରେ ପଢ଼ିଥିବ, ଫ୍ରେଞ୍ଚ ରିଭଲ୍ୟୁସନ୍, ଯେଉଁଠି ପ୍ରଥମେ ଗଣତନ୍ତ୍ର ଆସିବାକୁ ଆରମ୍ଭ ହେଲା। ପ୍ରତିନିଧିମୂଳକ ଗଣତନ୍ତ୍ର ପରିବର୍ତ୍ତେ ପ୍ରତ୍ୟକ୍ଷ ଗଣତନ୍ତ୍ର ସପକ୍ଷରେ ସେ ଯୁକ୍ତି ଦେଇଥିଲେ। ପ୍ରତିନିଧିମୂଳକ ଗଣତନ୍ତ୍ର ଆଉ ପ୍ରତ୍ୟକ୍ଷ ଗଣତନ୍ତ୍ର କ'ଣ? ତାକୁ ତୁମେ ପଲିଟିକାଲ ସାଇନ୍ସର ଗୋଟେ ଭିଡ଼ିଓ ଅଛି ଏହି ଚ୍ୟାନେଲରେ, ଉପରେ ଲିଙ୍କ୍ ଦେଇ ଦିଆଯିବ, ତାକୁ ତୁମେ ଯାଇ ଦେଖିପାରିବ ଯେ ଡିଫରେନ୍ସ କ'ଣ ରହିଛି ପ୍ରତିନିଧିମୂଳକ ଗଣତନ୍ତ୍ର ଆଉ ପ୍ରତ୍ୟକ୍ଷ ଗଣତନ୍ତ୍ର ଭିତରେ। ଠିକ୍ ଅଛି, ନେକ୍ସଟ କ୍ୱେଶ୍ଚିନ୍, ପ୍ରକୃତିର ତ୍ରିବିଧ ଅର୍ଥ। ପ୍ରକୃତିର ତିନିଟା ଅର୍ଥ ରୁଷୋ କହୁଛନ୍ତି କ'ଣ କ'ଣ ଜାଣିବା। ପ୍ରଥମେ କହୁଛନ୍ତି ଶିଶୁର ବ୍ୟକ୍ତିକୁ ଅନ୍ତଃ ପ୍ରକୃତି ବୋଲି କୁହାଯାଉଛି। ଅନ୍ତଃ ପ୍ରକୃତି ଆମେ କହିପାରିବା ସାଇକୋଲୋଜିକାଲ। ଠିକ୍ ଅଛି, ମନୋବିଜ୍ଞାନ ସ୍ତରରୁ, ଠିକ୍ ଅଛି, ମନୋବୈଜ୍ଞାନିକ ସ୍ତରରୁ ଶିଶୁର ବ୍ୟକ୍ତିତ୍ୱ, ଶିଶୁର ଭିତରେ କିଛି ଗୁଣ ରହିଛି, ସେଇ ଗୁଣ ହେଉଛି ମଣିଷର ପ୍ରକୃତି। ତ ମଣିଷର ପ୍ରକୃତି ଗୋଟେ ପ୍ରକାର ପ୍ରକୃତି ବୋଲି କୁହାଯାଏ, ଯେଉଁଟା ହେଉଛି ସାଇକୋଲୋଜିକାଲ, ମନୋବୈଜ୍ଞାନିକ ସ୍ତରରୁ। ସେକେଣ୍ଡରେ କହିଲେ ଦୁନିଆର ସମସ୍ତ ଜୀବ, ଭୌତିକ ପଦାର୍ଥ ଯେମିତିକି ପଶୁପକ୍ଷୀ, ଜଙ୍ଗଲ, ନଦୀ, ଏଇସବୁ ମଧ୍ୟ ଗୋଟେ ପ୍ରକାର ପ୍ରକୃତି। ଆମ ଆଖପାଖରେ ଆମେ ଯେଉଁ ଦେଖୁଛେ ନଦୀ, ପାହାଡ଼, ପବନ, ବୁଝିଲା ନାହିଁ, ସମୁଦ୍ର, ଏଇସବୁ ଜିନିଷ ପ୍ରକୃତିର ଅନ୍ତର୍ଭୁକ୍ତ। ତାକୁ ଆମେ ଭୌତିକ ପ୍ରକୃତି ବୋଲି କହୁଛେ, ଫିଜିକାଲ। ଠିକ୍ ଅଛି, ଫିଜିକାଲ ନେଚର ବା ଆମେ କହିପାରିବା ବୈଜ୍ଞାନିକ ପ୍ରକୃତି ବୋଲି ମଧ୍ୟ କହିପାରିବା। ଆଉ କ'ଣ କହୁଛନ୍ତି ଯେ ଶିଶୁକୁ ବିଦ୍ୟାଳୟର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ନ କରି ଆମେ ପ୍ରାକୃତିକ ପରିବେଶରେ ଶିକ୍ଷା ଦେବା ନିହାତି ଆବଶ୍ୟକ। ଠିକ୍ ଅଛି, ଆଉ କ'ଣ କୁହାଯାଇଛି? ଶୃଙ୍ଖଳା, ସଭ୍ୟତା ଆଉ ଶିକ୍ଷା ଦ୍ୱାରା ସମାଜରେ ସାମାଜିକ ପ୍ରକୃତିର ସୃଷ୍ଟି ହେଲା, ମାତ୍ର ପୂର୍ବେ ଏହା ଅଣସାମାଜିକ ପ୍ରକୃତିରେ ଥିଲା। ଠିକ୍ ଅଛି, ସେ କହୁଛନ୍ତି ଯେ ପୂର୍ବେ କ'ଣ ହେଉଥିଲା ନା ମଣିଷ କ'ଣ କରୁଥିଲା? ଗୋଟେ ଅପ୍ରାକୃତିକ ଅବସ୍ଥାରେ କ'ଣ କରୁଥିଲା? ଜୀବନଯାପନ କରୁଥିଲା। ସରି, ପ୍ରାକୃତିକ ଅବସ୍ଥାରେ ଜୀବନଯାପନ କରୁଥିଲା, ଯେଉଁଟା ହେଉଛି ପଶୁ ଭଳିଆ ଜୀବନଯାପନ କରୁଥିଲା। କିନ୍ତୁ ଧୀରେ ଧୀରେ ଯେତେବେଳେ ମଣିଷ ପ୍ରକୃତିକୁ କଣ୍ଟ୍ରୋଲ କରିବା ଆରମ୍ଭ କଲା, ସେତେବେଳେ ହେଲା କ'ଣ ନା ଏଇ ଯେଉଁ ପ୍ରକୃତି ସାମାଜିକ ପ୍ରକୃତିରେ ପରିଣତ ହେଲା। ଠିକ୍ ଅଛି, ରୁଷୋ ଚାହୁଁଥିଲେ ମଣିଷ କ'ଣ କରୁ ନା ଏଇ ଯେଉଁ ବର୍ତ୍ତମାନ ଯେଉଁ କୃତ୍ରିମତା ଭିତରେ ରହୁଛି ତାଠାରୁ ଦୂରେଇ ରହୁ। ଆଉ ସେ ଗୋଟେ ସ୍ଲୋଗାନ ମୋତେ ଦେଇଥିଲେ, ଯେଉଁଟା ଏମିତି ଥିଲା ଯେ ବ୍ୟାକ୍ ଟୁ ନେଚର। ଏଇଟା ମନେ ରଖିବ, ବ୍ୟାକ୍ ଟୁ ନେଚର, ବା ଓଡ଼ିଆରେ ଆମେ ଯେତେବେଳେ କହୁଛେ ପ୍ରକୃତିକୁ ଫେରି ଚାଲ। ଠିକ୍ ଅଛି, ରୁଷୋ ଏଭଳି ଗୋଟେ କ'ଣ ଥିଲେ ନା ସ୍ଲୋଗାନ ମଧ୍ୟ ଦେଇଥିଲେ। ଠିକ୍ ଅଛି, ଆଶା କରୁଛି ଆମେ ବହୁତ ଜଲ୍ଦିରେ ତାଙ୍କ ଦର୍ଶନ ଶାସ୍ତ୍ରକୁ ବୁଝିବା ପାଇଁ ଚେଷ୍ଟା କଲେ। ଏଥିରେ ବହୁତ କିଛି ବୁଝିବାର ନାହିଁ। ଠିକ୍ ଅଛି, ରୁଷୋ ଜଣେ ପ୍ରକୃତିବାଦୀ ଥିଲେ, ଆଉ ପ୍ରକୃତିକୁ ବହୁତ ଭଲ ପାଉଥିଲେ, କୃତ୍ରିମତାକୁ ବିରୋଧ କରୁଥିଲେ। ଠିକ୍ ଅଛି, ଏତିକି କଥା। ତାପରେ ଯେମିତି ଆମେ ତାଙ୍କର ଶିକ୍ଷା ଦର୍ଶନ ପଢ଼ି ଯିବା, ଏଇ ଦର୍ଶନ ଶାସ୍ତ୍ରର ଗୁଣ ଗୁଡ଼ିକ ସେ ଭିତରେ ଦେଖିବାକୁ ଯିବା। ତ ମୋଷ୍ଟ ଇମ୍ପୋର୍ଟାଣ୍ଟ ଆମର ହେଉଛି ରୁଷୋଙ୍କର ଶିକ୍ଷା ବ୍ୟବସ୍ଥା। ଏଇଥିରୁ କ୍ୱେଶ୍ଚିନ୍ ପରୀକ୍ଷାରେ ଆସିବ। ଠିକ୍ ଅଛି, ଆରମ୍ଭ କରିବା। ପ୍ରଥମେ ହେଉଛି ଶିକ୍ଷାର ଅର୍ଥ। ଶିକ୍ଷାର ଡେଫିନେସନ୍ କ'ଣ କରନ୍ତି? ରୁଷୋ ପ୍ରଦାନ କରିଛନ୍ତି। ରୁଷୋଙ୍କର ଜୀବନ ଦର୍ଶନ ତାଙ୍କର ଶିକ୍ଷା ଦର୍ଶନରେ ପ୍ରତ୍ୟେକ ଭାବରେ ପ୍ରତିଫଳିତ ହୋଇଥାଏ। ଶିକ୍ଷା ସମ୍ବନ୍ଧୀୟ ତାଙ୍କର ଯାହା ବି ମତାମତ ରହିଛି, ସେ ସବୁ ଜିନିଷ କେଉଁଠି ବର୍ଣ୍ଣନା ହେଇଛି? ଏମିଲ୍ ନାମକ ଏକ ପୁସ୍ତକରେ ବର୍ଣ୍ଣନା କରାଯାଇଛି। ତ ଏମିଲ୍ ଗୋଟେ ବୁକ୍ ସାଧାରଣତଃ। ଠିକ୍ ଅଛି, ଏଇ ବୁକ୍ରେ କ'ଣ ହେଇଛି ନା ଯେଉଁ ଏମିଲ୍ ବୋଲି ଲେଖା ହେଇଛି ହେଲା, ବୁକ୍ର ନାଁ ହେଉଛି ଦ ଏମିଲ୍। ଠିକ୍ ଅଛି, ଯେଉଁ ଦ ଏମିଲ୍ ରହିଛି, ଏମିଲ୍ ଏଠି କ'ଣ ନା ଏମିଲ୍ ହେଉଛି ଗୋଟେ କ୍ୟାରେକ୍ଟର, ଗୋଟେ ଚରିତ୍ର। ପୁସ୍ତକରେ ଗୋଟେ ପୁଅ ଚରିତ୍ର ଅଛି, ଗୋଟେ ଝିଅ ଚରିତ୍ର ଅଛି। ଠିକ୍ ଅଛି, ଯେମିତି ଗୋଟେ ମୁଭିରେ ଗୋଟେ ହିରୋ ଆଉ ହିରୋଇନ୍ ଥାନ୍ତି, ସେମିତି ପୁସ୍ତକରେ ଗୋଟେ ପୁଅ ଚରିତ୍ର ଆଉ ଗୋଟେ ଝିଅ ଚରିତ୍ର ଅଛି। ପୁଅ ଚରିତ୍ରର ନାଁ ହେଉଛି ଏମିଲ୍।
ठीक अच्छे। आ झील चरित्र ना हूँ सोफी। मन है दुईटा चरित्र, गोटे हूँ एमिल आ गोटे हूँ सोफी। एमिल हूँ पुआ, सोफी हूँ झील। तो ये कौन कराई ना दी जनकर शिक्षा व्यवस्था विषय वर्णना कराई स्टोरी मध्यम केमी उभय क्यारेक्टर को पुओ को झील को शिक्षा व्यवस्था शिक्षा प्रदान करा से कथा बही कौन कर लेखा जाए। तो सही जिनटा को आम ऋषंकर शिक्षा व्यवस्था बोली कहते आम जाना। तांकर शिक्षा दर्शन प्रकृतिवादी चिंताधारा परिपूर्ण आर शिक्षा व्यवस्था को नास्तिवाचक शिक्षा बोली कहुए। ठीक अच्छे। विभिन्न शिक्षाविद शिक्षा व्यवस्था को किसी ना कि ना दि जाए जमी ऋषंकर शिक्षा व्यवस्था को ना दिगला नास्तिवाचक शिक्षा। ठीक अच्छे। ऋष शिक्षार संज्ञा देवाक जाई कहते शिक्षा अभ्यास गठन व्यतीत आउ कि नुहे। अभ्यास गठन व्यतीत ए आउ कि नुह बोली ऋष एमती मत कहते बहुत सहज डेफिनेशन मत मन रखा। ठीक अच्छे। आउ कौन कहते अभिज्ञता ही नीतिवाक्यर अग्रदूत। से कहते अभिज्ञता ही सबकि पिला अभिज्ञता ही पिलार शिक्षा। शिक्षा प्रकृति मनीष आ वस्तुर अवस्थित प्राप्त होता है। तीन टा अवस्था आम कौन कर शिक्षा प्राप्त कर। गोटे हूँ प्रकृति आम आखपाखर कौन कर परिवेश रही प्राकृतिक परिवेश रही से आम कि शिखा पाचे। मनीष आम आखपाखे किसी मनीष रही मनुष्य रही से आम बापा हो पारती टीचर हो पारती सांगसाथी हो पारती किए हो पारती से आम शिखुचे। आउ कौटू ना वस्तुर अवस्थिति आम आखपाखे थी वस्तु जमीक आम बही कहीपर क्लासरूम कहीपर बुझाला विभिन्न प्रकार टीचिंग मटेरियल्स कहीपर से सब जिन शिखी था। तो ये तीन टा जिनस आमको शिक्षा प्राप्त होता है। आगुड़िक होती शिक्षार प्रधान उत्स। नेक्स्ट जाना कौन ना से समय शिक्षार लक्ष्य कौन था। ऋष कौन शिक्षार लक्ष्य निर्धारण करते। तत्कालीन प्रचलित शिक्षा को घोर विरोध कर शिक्षार एक नूतन संज्ञा प्रदान करते ऋष। मत शिक्षार लक्ष्य गुड़िक यह से समय जो शिक्षा व्यवस्था प्रचलन था ऋष तापर आदौ संतुष्ट नथिले। से निजस्व एक शिक्षा व्यवस्था आरंभ करने को चाहिए। से विभिन्न प्रकार शिक्षार लक्ष्य धार्य करछन्ती। कौन कौन से गुड़ी को जानिबा। प्रथम लक्ष्य होची व्यक्तिर पूर्णांग विकास निमंते शिशु को मुक्त स्वाभाविक एवं आनंदमय परिवेश जोगाइदा। गोटे भल परिवेश आवश्यकता निश्चित भाव में रही। गोटे भल परिवेश बिना शिक्षा केतବେଳେ संभव हो पार ना। तेना आम जब पिलार एक्चुअली डेवलपमेंट करना चाहे व्यक्तिर पूर्णांग विकास माने सबु दिगरे विकास करा सबु दिगरे विकास कथा समस्ते कहते। गांधीजी कहते, गोपबंधु कहते, अरविंद कहते, ऋष कहते आम कौन करिया ना सबु दिगरे विकास करा दरकार। शारीरिक मानसिक सामाजिक सबु दिगरे विकास करा दरकार। तो सही विकास पाई कौन हवा दरकार ना शिशु को मुक्त स्वाभाविक आनंदमय परिवेश जोगाइदा। ऋष कहते आम गोटे भल परिवेश जोगाइदा जोटा मुक्त स्वाधीनता दिया शिशु को गोटे स्वाभाविक प्राकृतिक परिवेश होता दरकार। कृत्रिमता भरी नमती क्लासरूम रखा क्लासरूम हूँ कृत्रिमता प्राकृतिक नुह गोटे स्वाभाविक प्राकृतिक परिवेश जोगाई दिज्व आनंदमय परिवेश जोगाई दिज्व पिला को आनंद आसुवा निहाती आवश्यक। सेकेंड लक्ष्य कौन शिशुर सहजात प्रवृत्ति कहले गुण किसी गुण प्रवृत्ति माने कौन गुण सहजात माने कौन ना जन्मगत गुण। ठीक अच्छे। शिशुर जन्म समय ही किसी गुण ता रही तो से गुण गुड़िकर सठिक परिप्रकाश करिया से गुड़ी को डेभलप करिया निहाती आवश्यक शिक्षा माध्यम। तीन कहले कौन ना शिक्षा माध्यम एक आनंदमय मुक्त जीवन यापन शिशु जमती कर। ठीक अच्छे। शिक्षा माध्यम गोटे भल जीवन यापन शिशु जमती कर। ठीक अच्छे ना नहीं से कौन करा ना चेष्टा करा। ठीक है। नेक्स्ट कौन चार कहते शिशु को समाज कृत्रिमता अवास्तवता आ अଯଥା चाप ठारू दूरे रखी ताको वास्तव मुक्त मनुष्य परिणत करिया। समाज ठू दूरे रखा समाज कृत्रिमता ठू दूरे रखा अवास्तवता ठारू दूरे रखा आ अଯଥା चाप ताको दिया ना चाप प्रयोग ठारू दूरे रखा संपूर्ण रूपे व्यक्ति को कौन कर गोटे मुक्त मनुष्य परिणत करवा निहाती आवश्यक। शिक्षा माध्यम आम ताको मनुष्य को मुक्त करने चेष्टा करिया ना कि बांधिया चेष्टा करिया। इंद्रिय समूहर प्रशिक्षण उपर गुरुत्व दिया दरकार। इंद्रिय गुड़ी आम रही आम 5टा इंद्रिय रही से 5टा इंद्रियर विकास हवा निहाती आवश्यक। 5टा इंद्रिय कौन ना आखि कान नाक जीभ आ चर्म ये 5टा इंद्रिय कौन था ना 5टा इंद्रिय द्वारा ही आम शिक्षा ग्रहण करता आम जहाँ भी शिक्षा ग्रहण करुचे सबू जिन 5टा इंद्रिय माध्यम ही करुचे। तेणु 5टा इंद्रिय को इंद्रियर प्रशिक्षण उपर गुरुत्व दिया निहाती आवश्यक। नेक्स्ट कौन प्रकृति को प्रत्यावर्तन बा अनुसरण माध्यम शिक्षा शिशु उपयुक्त शिक्षा ग्रहण कर। प्रकृति को पुणी थे प्रत्यावर्तन करवा दरकार। मनुष्य बहुत कृत्रिमता भितर रही पुणी थे प्रकृति को प्रत्यावर्तन कर स्लोगान देले बैक टू नेचर। यही शिक्षा थिला शिशु केन्द्रिक शिक्षा आए शिशुर अंतर्निहित शक्ति सामर्थ्य रुचि आग्रह आवेग अनुଯାयी शिक्षा प्रदान करा। साधारण अर्थ कहले ये गोटे शिशु केन्द्रिक शिक्षा प्रदान करने। ठीक अच्छे। आउ कौन
शिशु को संपूर्ण स्वाधीनता प्रदान करा दरकार कंप्लीट फ्रीडम शिशु को दिया दरकार जहाँफल तार संपूर्ण प्रकार विकास हो पार बुझीगला आ कौन पुस्तकगत ज्ञान को से विरोध कर पुस्तकगत ज्ञान दि जाए बही एमती किसी ना जोटा आम कौन कर डायरेक्टली पढ़े पारिया ना प्रकृति पढ़े पारिया ना तेणु बही देखिए खाली बही घोषा बही को पढ़िया से गुरुत्व दे ना बहीर बहुत किसी इंपोर्टान्स ना वास्तव अनुभूति द्वारा शिक्षा प्रदान उपर से अधिक गुरुत्व देते तो ये किसी लक्ष्य शिक्षार धार्य कर किए ना रूसो धार्य कर नेक्स्ट आम जाना जो गोटे टर्म आम पढ़े नास्तिवाचक शिक्षा रूसंग शिक्षा व्यवस्था आम नास्तिवाचक शिक्षा कहे यहाँ कौन आर कौन कौन भल गुण रही नास्तिवाचक शिक्षा को इंग्राजी में कहुए नेगेटिव एजुकेशन ठीक अच्छे तेणु परीक्षार प्रश्न आसो नास्तिवाचक शिक्षा किए प्रवर्तन करते एमिली गोटे पुस्तक जोटा कथा मुझे अलरेडी कही सारे ये हूँ 1762 ये पुस्तक रचना होता ठीक अच्छे तापर कौन होता ना यही पुस्तक सविशेष आलोचना कर नास्तिवाचक शिक्षा उपरे नास्तिवाचक शिक्षा हुए कौन ना कृत्रिमता ठारू आम शिशु को दूर से शिक्षा दे था प्रकृति कोल तार सर्वांगीन विकास उपरे गुरुत्व दि था कारण शिशुर सर्वांगीन विकास उपरे गुरुत्व दि जाए आ कौन निर्दिष्ट बयस पर्यंत कौन शिक्षा दिज्व ना बुझीगला कौन कौन वैशिष्ट्यता रहा ना निर्दिष्ट बयस पर्यंत कौन शिक्षा दिज्व से निर्दिष्ट बयसटा के 5 ରୁ 12 वर्ष पर्यंत प्रकृति कोल शिक्षा प्रदान करे तो 12 वर्ष पर्यंत कौन शिक्षा प्रदान कर प्रकृति कोल शिक्षा दिज्व ठीक अच्छे ये जो कहते कौन शिक्षा प्रदान कर अर्थ हूँ बुकिश एजुकेशन ठीक अच्छे बही किसी जिनस पढ़ा ना 12 वर्ष पर्यंत एक से कहते ठीक अच्छे तो नास्तिवाचक शिक्षा कहले कौन साधारणतः जेहेतु रूसो ये कहते विभिन्न प्रकार शिक्षा को से विरोध कर कौन शिक्षा प्रदान करा उचित नुहे शिशु को से जेहेतु किछिटा शिक्षा प्रदान करा से आपको नास्तिवाचक शिक्षा बोली कहगला ठीक अच्छे कौन कौन करा 5 ରୁ 12 वर्ष भर आम जाना शैशव समय दुरुपयोग करा शिशु समय पिला बेलर दुरुपयोग करा दुरुपयोग मान पिलार काम कौन पिलार काम हो हसी बुली खेलिकी से लाइफ टाक एंजॉय करिया कथा किंतु आम पिला बेलू ही बही पढ़िया बसई दौचे घोषौचे विभिन्न प्रकार बारंबार सकाल उठे ट्यूशन पुणी स्कूल पुणी ट्यूशन एमती करुचे तो पिला बेलटा तार कौन हो नष्ट हो जाए जोटा रूसो विरोध करते से समय से कहते शैशव समय दुरुपयोग करा ना शिशु क्रीड़ा हस खुशी जीवन अतिबाहित कर कौन पुस्तकगत ज्ञान दिज्व ना बही पढ़ा ना 12 वर्ष बयस पर्यंत ठीक अच्छे नेक्स्ट कौन कहते कौन सामाजिक शिक्षा दिज्व ना सामाजिक शिक्षा प्रदान करा कहीं से कहते समाज को बुझीबार समाज केमी कार्य करे ताकू बुझीबार शिशुर बयस नहीं 12 वर्ष बयस समाज केमी काम करे कौन बुझीपार तेणु ताकू सामाजिक शिक्षा आम प्रदान करा ना समाज कलुषित धारा ठारू आम शिशु को दूर रखा निहाती आवश्यक समाज कलुषित धारा कहले कौन ना समाज हूँ खराब बोली रूसो मत देते जोटा आम फास्ट पढ़ी सारे तेणु समाज विरोध में समाज को ये से कौन कर विरोध कर समाज विरोध में स्टेटमेंट दौरान समाज हूँ खराब तेणु समाज से जो कलुषित धारा ठार आम कौन करा शिशु को दूर रखा निहाती आवश्यक कौन श्रृंखला शिक्षा दिज्व ना यही समय श्रृंखला शिखार नुह यही समय पिलार दुष्टामी कर समय तेणु पिला को दुष्टामी कर दि जाऊ बुझेगा ना आम अजथा पनिशमेंट दवा चाप प्रयोग करिया श्रृंखला शिक्षा प्रदान करिया यही सब आवश्यकता ना केते वर्ष पर्यंत 12 वर्ष पर्यंत आम एटा मन रखा निहाती आवश्यक ठीक अच्छे कहीं 12 वर्ष पर अलग शिक्षा व्यवस्था रही ठीक अच्छे 12 वर्ष पूर्व से कौन कहते हैं प्रथम पढ़ुचे से कौन कहला ना बाह्य श्रृंखला अजथा चाप ठारू आम दूर रखा बाहर कौन प्रकार श्रृंखला प्रयोग चाप प्रयोग करा आ बाह्य श्रृंखला आम श्रृंखला शिक्षा देवाक चेष्टा करिया ना अभ्यास गठन पर चाप प्रयोग करा ना नैतिक शिक्षा दिज्व ना नैतिक शिक्षा कौन नैतिक शिक्षा ना कहले ठीक आउ भूल विचार कर गोटे 12 वर्षर पिला ठीक भूल विचार कर ना तेणु आम नैतिक शिक्षा देले किसी लाभ हुए ना नैतिकता शिशुर बोध शक्तिर बाहर बोध शक्ति मान बुझा शक्तिर बाहर से बुझीपार ना यह एक शिशु केन्द्रिक शिक्षा व्यवस्था कहला कौटे ना नास्तिवाचक शिक्षा को आशा कर समस्त बुझीपार जदि बुझीपार निश्चित भाव भिडियोटी को लाइक कर चैनल जो सब्सक्राइब करना सब्सक्राइब कर ठीक अच्छे आउ सांग मानू शेयर कर दिया वीडियो को लास्ट पर्यंत देख ठीक अच्छे नेक्स्ट कौन नेक्स्ट आम जाना पाठ्यक्रम बा शिक्षार क्यों क्यों स्तर उपर रूसो कौन कर वर्णना कर ठीक अच्छे तेणु पाठ्यक्रम कथा जो कहते
ରୁଷୋ ମୌଖିକ ପାଠ୍ୟକ୍ରମ ବା ଅନାବଶ୍ୟକ ଘୋଷି ମନେ ରଖିବାକୁ ଘୋର ବିରୋଧ କରିଥିଲେ। ଘୋଷିବା ଉପରେ ଗୁରୁତ୍ୱ ଦିଆଯାଏ ନା ବହିକୁ ଘୋଷିବା ଆବଶ୍ୟକ, ତା ଉପରେ ଗୁରୁତ୍ୱ ଦିଆଯାଏ ନାହିଁ। ମୌଖିକ ପାଠ୍ୟକ୍ରମକୁ ସେ ଆଦୌ ପସନ୍ଦ କରୁନାହାନ୍ତି, ତାକୁ ବିରୋଧ କରିଛନ୍ତି। ସେ ପାଠ୍ୟକ୍ରମକୁ ଏକ ନୂତନ ଦିଗ ପ୍ରଦାନ କରିବାକୁ ଚେଷ୍ଟା କରିଛନ୍ତି। ଶିଶୁ କେନ୍ଦ୍ରିକ ପାଠ୍ୟକ୍ରମ ସହିତ ବୟସ ଭିତରେ ପାଠ୍ୟକ୍ରମକୁ 4 ଭାଗରେ ବିଭକ୍ତ କରାଯାଇଛି। ଏଇଟା ଇମ୍ପୋର୍ଟାଣ୍ଟ ମନେ ରଖିବା। ପାଠ୍ୟକ୍ରମ ଶିଶୁ କେନ୍ଦ୍ରିକ ଥିଲା, ତା ସହିତ ବୟସ ଭିତରେ ତାକୁ 4 ଭାଗରେ ବିଭକ୍ତ କରାଯାଇଛି। ମାନେ ବୟସ ଅନୁଯାୟୀ 4 ଭାଗରେ ଡିଭାଇଡ୍ କରାଯାଇଛି ପାଠ୍ୟକ୍ରମକୁ। କେଉଁ ବୟସରେ କେଉଁଠି ଶିକ୍ଷା ଦିଆଯିବ ତାକୁ ମଧ୍ୟ ଆମେ ଦେଖିବା। ଫାର୍ଷ୍ଟ ଷ୍ଟେଜ୍ ହେଉଛି, ଯେଉଁ 4ଟା ଷ୍ଟେଜ୍ ରହିଛି ତାର ଫାର୍ଷ୍ଟ ଷ୍ଟେଜ୍ ହେଉଛି ଶୈଶବ ଅବସ୍ଥା। ଶୈଶବ ଅବସ୍ଥା ନିମନ୍ତେ ପାଠ୍ୟକ୍ରମ। ଶୈଶବ ଅବସ୍ଥା ଜନ୍ମରୁ 5 ବର୍ଷ ବୟସ। ତେଣୁ ଶିଶୁର ଜନ୍ମଠାରୁ 5 ବର୍ଷ ବୟସ ପର୍ଯ୍ୟନ୍ତ ସମୟକୁ ଶୈଶବ ଅବସ୍ଥା କୁହାଯାଇଥାଏ। ଏଠି ପୁଣି ମନେ ରଖିବା ଦରକାର ଯେ ତମ ଭିତରୁ ଏବେ କିଏ ଭାବୁଥିବ ଯେ ସାର୍ ଶୈଶବ ଅବସ୍ଥା ବୋଲି ତ ଆମକୁ ପଢ଼ିଥିଲେ, ଫାର୍ଷ୍ଟରେ ପଢ଼ିଥିଲେ ଜନ୍ମରୁ 2 ବର୍ଷ କି ଜନ୍ମରୁ 3 ବର୍ଷ, ଇଏ କ'ଣ କହିଲେଣି 5 ବର୍ଷ। ସେଥିରେ କନଫ୍ୟୁଜ୍ ହେବାର ଏଥିରେ ନାହିଁ, ଠିକ୍ ଅଛି। ବିଭିନ୍ନ ଶିକ୍ଷାବିତ୍ ମାନେ ସେମାନଙ୍କର ଯେଉଁ ପାଠର ଷ୍ଟେଜ୍ ରହିଛି, ଠିକ୍ ଅଛି, ତାକୁ ଅଲଗା ଅଲଗା ବୋଲି ବର୍ଣ୍ଣନା କରିଛନ୍ତି। ସାଇକୋଲୋଜିଷ୍ଟ ମାନେ ମଧ୍ୟ ଅଲଗା ଅଲଗା ବୋଲି ବର୍ଣ୍ଣନା କରିଛନ୍ତି। କିଏ କହୁଛନ୍ତି ଜନ୍ମରୁ 2 ବର୍ଷ, କିଏ କହୁଛନ୍ତି ଜନ୍ମରୁ 3 ବର୍ଷ। ତ ଏଇଥିରେ କ'ଣ ଦେଖାଯାଏ ନା ମତଭେଦ ଦେଖାଯାଏ। ଏଇଟା ଗୋଟେ ଫିକ୍ସ ବୋଲି କିଛି ମାନେ ନଥାଏ, ଠିକ୍ ଅଛି। ତେଣୁ ସେଇଥିପାଇଁ କ'ଣ କରାଯାଏ ନା ଶୈଶବ ଅବସ୍ଥା ନିମନ୍ତେ ପାଠ୍ୟକ୍ରମକୁ ଯଦି ଆମେ ଦେଖିବା, ଶିଶୁର ଜନ୍ମଠାରୁ 5 ବର୍ଷ ବୟସ ପର୍ଯ୍ୟନ୍ତ ସମୟକୁ ଶୈଶବ ଅବସ୍ଥା ବୋଲି କୁହାଯାଇଥାଏ। ଶିଶୁ ଖେଳିବା, ବୁଲିବା, କାନ୍ଦିବା, ରାଗିବା ଭଳି କାର୍ଯ୍ୟ କରିଥାଏ। ଶାରୀରିକ ଶିକ୍ଷା ଉପରେ ଗୁରୁତ୍ୱ ଆଉ ଆବେଗ ନିୟନ୍ତ୍ରଣ ପାଇଁ ତାଲିମ ଏହି ସ୍ତରରେ ଦିଆଯିବା ନିହାତି ଆବଶ୍ୟକ। କ'ଣ ଉପରେ ଗୁରୁତ୍ୱ ଦିଆଯିବ ଇମ୍ପୋର୍ଟାଣ୍ଟ। ଶୈଶବ ଅବସ୍ଥାରେ ପ୍ରଥମ ଇମ୍ପୋର୍ଟାଣ୍ଟ ପଏଣ୍ଟ ଶାରୀରିକ ଶିକ୍ଷା ଉପରେ ସବୁଠୁ ଅଧିକ ଗୁରୁତ୍ୱ ଦିଆଯିବ। ଶାରୀରିକ ଶିକ୍ଷା 5 ବର୍ଷ ପର୍ଯ୍ୟନ୍ତ ତାର ଶରୀରର ବିକାଶ ଉପରେ ଗୁରୁତ୍ୱ ଦିଆଯିବ। ଆଉ ଆବେଗ ନିୟନ୍ତ୍ରଣ, ବିଭିନ୍ନ ପ୍ରକାର ଆବେଗ ଶିଶୁର ଥାଏ। ଆବେଗ କହିଲେ ଇମୋସନକୁ ଆମେ ବୁଝିଥାଉ। କ'ଣ କହିଥାଉ ନା ଇମୋସନକୁ ବୁଝିଥାଉ। ଯେମିତିକି ହସ, ଖୁସି ହେଇଗଲା, ହସିବା, ବୁଝିଲା ନା, ରାଗିବା, ରୁଷିବା, ଆମେ କହିପାରିବା ଘୃଣା କରିବା, ଈର୍ଷା କରିବା, ଭଲ ପାଇବା, ଏଇସବୁ ଜିନିଷ ଗୋଟେ ଗୋଟେ ଆବେଗ ହେଇଥାଏ। ଏଇଗୁଡ଼ିକ ନିୟନ୍ତ୍ରଣ କରିବା ପାଇଁ ଶିଶୁକୁ ତାଲିମ ଦିଆଯିବା ନିହାତି ଆବଶ୍ୟକ। ଆଉ କ'ଣ କ୍ରୀଡ଼ା ନିମନ୍ତେ ସୁଯୋଗ ଆଉ କୃତ୍ରିମତା ଠାରୁ ଆମେ ଶିଶୁକୁ ଦୂରେଇ ରଖିବା ମଧ୍ୟ ନିହାତି ଆବଶ୍ୟକ, ଠିକ୍ ଅଛି। ଠିକ୍ ଅଛି, ଶିଶୁ କ'ଣ କରାଯିବା ଦରକାର ନା ଆମେ ତାକୁ କ'ଣ କରାଯିବ, କ୍ରୀଡ଼ା ନିମନ୍ତେ ତାକୁ କ'ଣ କରିବା, ସୁଯୋଗ ପ୍ରଦାନ କରିବା ଆଉ ତାକୁ ସ୍ୱାଧୀନତା ମଧ୍ୟ ପ୍ରଦାନ କରିବା। ସ୍ୱାଧୀନତା ଆଉ ପିତାମାତାଙ୍କ ଠାରୁ ଅନୌପଚାରିକ ଶିକ୍ଷା ସମାଜ ଠାରୁ ତାକୁ ମୁକ୍ତ ରଖାଯିବା ନିହାତି ଆବଶ୍ୟକ, ଠିକ୍ ଅଛି, ବୁଝିଗଲା। ତେଣୁ ଆମେ କ'ଣ କରିବା ନା ଏଠି ପ୍ରଥମ କଥା କହିଲା ମନେ ରଖିବା ନିହାତି ଇମ୍ପୋର୍ଟାଣ୍ଟ ଯେ ଶୈଶବ ଅବସ୍ଥାରେ କ'ଣ କହିଲେ, ଶାରୀରିକ ଶିକ୍ଷା କହିଲେ, ପୁଣି ଥରେ କହିଦେଉଛି, ଶାରୀରିକ ଶିକ୍ଷା କହିଲେ ଆବେଗ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯିବ। କ୍ରୀଡ଼ା ମାଧ୍ୟମରେ ଶାରୀରିକ ଶିକ୍ଷା ହେଇଥାଏ, ତେଣୁ କ୍ରୀଡ଼ାକୁ ଗୁରୁତ୍ୱ ଦିଆଯିବ। କାହିଁକିନା ଛୋଟ ପିଲା ଖେଳିବା ପାଇଁ ମଧ୍ୟ ଭଲ ପାଇଥାନ୍ତି। ତା ସହିତ ତାକୁ କୃତ୍ରିମତା ଠାରୁ ଦୂର ରଖିବା। ଯେଉଁ ଖେଳିବା ପାଇଁ ଯେଉଁ ଖେଳନା ଗୁଡ଼ିକ ତିଆରି ହେବ ସେଗୁଡ଼ିକ କୃତ୍ରିମ ହେବନି, ପ୍ରାକୃତିକ ଜିନିଷ, ଯେମିତି ଆମେ ମାଟିରୁ ତିଆରି ହେଇଥିବ, ବୁଝିଲା, ଏମିତି ଜିନିଷ ହେଇଥିବ। ନେକ୍ସଟ ଆଉ କ'ଣ, ସ୍ୱାଧୀନତା ଦିଆଯିବ। ଶିଶୁକୁ ସ୍ୱାଧୀନତା ପ୍ରଦାନ କରାଯିବ ଏ ବୟସରେ। ଆଉ ପିତାମାତାଙ୍କ ଠାରୁ ସେ ଅନୌପଚାରିକ ଶିକ୍ଷା ଗ୍ରହଣ କରିବ। ମାତା ପିତା କାହିଁକିନା 5 ବର୍ଷ ପର୍ଯ୍ୟନ୍ତ ବହୁତ ଛୋଟ ହେଇଥିବ, ତେଣୁ ସେଥିପାଇଁ ସେ ମା ବାପାଙ୍କ ଠାରୁ ଶିକ୍ଷା ଗ୍ରହଣ କରିବା ଆଉ ସେ ଶିକ୍ଷା ଅନୌପଚାରିକ ହେବ, ବୁଝିଲା। ଆଉ ସମାଜ ଠାରୁ ତାକୁ ମୁକ୍ତ ରଖାଯିବ। ସମାଜରେ ଇନକ୍ଲୁଡ ତାକୁ ଏପର୍ଯ୍ୟନ୍ତ କରାଯିବ ନାହିଁ। ସେକେଣ୍ଡ ଷ୍ଟେଜ୍ ହେଉଛି ବାଲ୍ୟାବସ୍ଥା। ବାଲ୍ୟାବସ୍ଥା ହେଉଛି 5 ରୁ 12 ବର୍ଷ ବୟସ। ବାଲ୍ୟକାଳ ହେଉଛି ଶୟନର ସମୟ। ଏଇଟା ଇମ୍ପୋର୍ଟାଣ୍ଟ। ଏଇଟା ଋଷି କହିଥିଲେ ଯେ ବାଲ୍ୟକାଳ ହେଉଛି ଶୟନର ସମୟ। ତାକୁ ବାହିକ ଆଉ ପୁସ୍ତକ ଶିକ୍ଷା ଦିଆଯିବ ନାହିଁ, ବହି ପଢ଼ାଯିବ ନାହିଁ, ପୁସ୍ତକ ଶିକ୍ଷା ଦିଆଯିବ ନାହିଁ। ଆମେ କହିଥିଲେ ଯେ 12 ବର୍ଷ ପର୍ଯ୍ୟନ୍ତ, ଯେଉଁଟା କୁହାଗଲା ନାସ୍ତିବାଚକ ଶିକ୍ଷା, ମନେ ପଡ଼ୁଛି, ନାସ୍ତିବାଚକ ଶିକ୍ଷା ଏବେ ଜଷ୍ଟ ପଢ଼ିଲେ ଯେ ନାସ୍ତିବାଚକ ଶିକ୍ଷା 12 ବର୍ଷ ପର୍ଯ୍ୟନ୍ତ ଦିଆଯାଏ, ଯେଉଁଥିରେ ବହିକୁ ଗୁରୁତ୍ୱ ଦିଆଯାଏ ନାହିଁ, ଠିକ୍ ଅଛି। ସେଥିପାଇଁ ସେ କହୁଛନ୍ତି ଯେ ପିଲା ଏଠି ପାଠ ପଢ଼ିବା କିଛି ଆବଶ୍ୟକ ନାହିଁ, ବହିକୁ ଗୁରୁତ୍ୱ ଦିଆଯାଏ ନାହିଁ, ଠିକ୍ ଅଛି। ସେଥିପାଇଁ ଋଷଙ୍କର ଆଉ ଗୋଟେ ମତାମତ ଥିଲା ଯେ ପଠନ ହେଉଛି ବାଲ୍ୟକାଳର ଅଭିଶାପ। ପଠନ ହେଉଛି ବାଲ୍ୟକାଳର ଅଭିଶାପ। ଇମ୍ପୋର୍ଟାଣ୍ଟ ଦୁଇଟା ବର୍ତ୍ତମାନ ଋଷଙ୍କର 2ଟା ମତ ମୁଁ କହିଲେଣି। ଗୋଟେ ହେଉଛି ବ୍ୟାକ୍ ଟୁ ନେଚର, ଠିକ୍ ଅଛି, ବ୍ୟାକ୍ ଟୁ ନେଚର କହିଥିଲେ ପ୍ରକୃତିକୁ ଫେରି ଚାଲ। ସେକେଣ୍ଡ ହେଉଛି ଏଇଟା, ପଠନ ହେଉଛି ବାଲ୍ୟକାଳର ଅଭିଶାପ, କାହିଁକିନା ଏଇ 2ଟା ପରୀକ୍ଷାରେ ପଡ଼ୁଛି। ଆଉ କ'ଣ, ଇନ୍ଦ୍ରିୟ ବିକାଶକୁ ଏଠି ଗୁରୁତ୍ୱ ଦିଆଯାଇଛି। ଅଭିଜ୍ଞତାର ସମ୍ମୁଖୀନ ହୋଇ ଶିଶୁ ସୁଖ ଆଉ ଦୁଃଖ ଭୋଗିବା ଆବଶ୍ୟକ। ସେ କହୁଛନ୍ତି ଶିଶୁ ପ୍ରତ୍ୟେକ ଜିନିଷକୁ ନିଜେ ଏକ୍ସପିରିଏନ୍ସ କରୁ, ଅଭିଜ୍ଞତା ହାସଲ କରୁ, ବୁଝିହେଲା ନା ନାହିଁ। ଯାହାଫଳରେ କ'ଣ ହେବ ନା ସେ ସୁଖ ଆଉ ଦୁଃଖ ସେଇ ଅଭିଜ୍ଞତା ଗୁଡ଼ିକ ଦ୍ୱାରା ଭୋଗିବା ନିହାତି ଆବଶ୍ୟକ, ଯାହାଫଳରେ ସେ ସବଳ ହୋଇପାରିବ, ଠିକ୍ ଅଛି। ନେକ୍ସଟ କ'ଣ, ସେ କହୁଛନ୍ତି ଯେ ଶିଶୁକୁ କିଛି ଶିକ୍ଷା ଦିଅ ନାହିଁ, ସେ ପ୍ରତ୍ୟେକ ବିଷୟକୁ ନିଜେ ଆବିଷ୍କାର କରୁ। ଆମେ ତାକୁ ଡାଇରେକ୍ଟ ଶିକ୍ଷା ପ୍ରଦାନ କରିବାନି, ଶିଶୁ କ'ଣ କରୁ ନା ସବୁ ବିଷୟକୁ ନିଜେ ଆବିଷ୍କାର କରିବା ନିହାତି ଆବଶ୍ୟକ, ଠିକ୍ ଅଛି। ତାପରେ ଦେଖିବା ଥାର୍ଡ ଷ୍ଟେଜ୍। ନେକ୍ସଟ କ'ଣ ନା କୈଶୋର ଅବସ୍ଥା ନିମନ୍ତେ ପାଠ୍ୟକ୍ରମ ବିଷୟରେ ସେ କହିଛନ୍ତି। 3 ନମ୍ବର ଷ୍ଟେଜ୍
ଯୋଉଥିରେ କୈଶୋର ଅବସ୍ଥା ବିଷୟରେ କୁହାଯାଇଛି ହେଲା। ଦୁଇଟା ଷ୍ଟେଜ୍ ଅଲରେଡ଼ି ଆମେ ପଢ଼ି ସାରିଲାଣି, ଶୈଶବ ଅବସ୍ଥା ଆଉ ବାଲ୍ୟାବସ୍ଥା। 3 ହେଉଛି କୈଶୋର ଅବସ୍ଥା। କୈଶୋର ଅବସ୍ଥା ହେଉଛି 12ରୁ 15 ବର୍ଷ ବୟସ। 12ରୁ 15 ବର୍ଷ ବୟସ ଯେତେବେଳେ ଦେଖ 12 ବର୍ଷ ବୟସ ପର୍ଯ୍ୟନ୍ତ ସେ କହିଲେ କ'ଣ ନାସ୍ତିବାଚକ ଶିକ୍ଷା। କ'ଣ କହିଲେ? ନାସ୍ତିବାଚକ ଶିକ୍ଷା, ଯୋଉଥିରେ ବହି ପଢ଼ିବାକୁ ସ୍କୁଲକୁ ଆଉ ସମାଜକୁ ସେ ବିରୋଧ କରିଛନ୍ତି। ସେ କହୁଛନ୍ତି ଯେ ପିଲାକୁ ଫ୍ରିରେ ଛାଡ଼ିଦିଅ, ପ୍ରକୃତି କୋଳ ଛାଡ଼ିଦିଅ, ଯାହା ଶିଖିବା କଥା ସେ ସେଇଥିରୁ ଶିଖିବ। ତାପରେ 12 ବର୍ଷ ପରେ ଯୋଉଟାକୁ ଥାର୍ଡ ଷ୍ଟେଜ୍ କୁହାଯାଇଛି, କୈଶୋର ଅବସ୍ଥା କୁହାଯାଇଛି, 12ରୁ 15 ବର୍ଷ ବୟସ। ସେ କହନ୍ତି 12 ବର୍ଷ ପରେ ଶିଶୁର ବିଦ୍ୟା ଅର୍ଜନର ପ୍ରକୃଷ୍ଟ ସମୟ ଆସିଥାଏ। 12 ବର୍ଷ ପରେ ଶିଶୁ ଆକ୍ଚୁଆଲି କ'ଣ କରିବା ଦରକାର ନା ଶିକ୍ଷା ଗ୍ରହଣ କରିବା ଦରକାର। ପୁସ୍ତକ ଅଧ୍ୟୟନ ପାଇଁ ଏଠି ସୁଯୋଗ ଦିଆଯିବ। ଯେଉଁ ବହି ପଢ଼ିବାକୁ ସେ 12 ବର୍ଷ ପୂର୍ବରୁ ମନା କରିଥିଲେ ସେ କହୁଛନ୍ତି ଯେ ଏଠି 12 ବର୍ଷ ପରେ ଶିଶୁ ବହି ପଢ଼ି ପାରିବ। ଠିକ୍ ଅଛି, ଏଇ ଶିକ୍ଷାକୁ ଆସ୍ତିବାଚକ ଶିକ୍ଷା ବୋଲି କୁହାଗଲା। ଠିକ୍ ଅଛି, 12 ବର୍ଷ ପୂର୍ବରୁ କୁହାଗଲା ନାସ୍ତିବାଚକ ଶିକ୍ଷା, 12 ବର୍ଷ ପରେ ଯେହେତୁ ଶିକ୍ଷା ଦେବା ପାଇଁ କହୁଛନ୍ତି ତେଣୁ ତାକୁ କୁହାଗଲା ଆସ୍ତିବାଚକ ଶିକ୍ଷା। ଏଥିରେ ସେ କ'ଣ କ'ଣ ବିଷୟ ପଢ଼ିବ? ଭୂଗୋଳ, ଇତିହାସ, ବିଜ୍ଞାନ, ଗଣିତ ଏଇସବୁ ଜିନିଷକୁ ପଢ଼ିବ। ଠିକ୍ ଅଛି ନା ନାଇଁ? ବୁଝିଲା? ଏଠି ତ ତମେ କିଛି ପିଲା ଏମିତି ମଧ୍ୟ କହିପାରିବ ଯେ ସାର୍ ଯଦି ସେ ବହି ପଢ଼ି ନଥିବ ପୂର୍ବରୁ ତାହେଲେ ତ ସେ କିଛି ଜାଣିନଥିବ, ମାନେ ବେସିକ୍ ଆଲଫାବେଟ୍ ମଧ୍ୟ ଜାଣିନଥିବ, ତାହେଲେ କେମିତି ହେବ? ନାଇଁ, ଏଇସବୁ ଏତେ ବି ନୁହଁ ଯେ ବେସିକ୍ ଆଲଫାବେଟ୍ ତାକୁ ଶିଖେଇବା ନାଇଁ, ନହେଲେ ସେ କେମିତି ପାଠ ପଢ଼ିବ? ବୁଝିଲା ନା? ସେସବୁ ଜିନିଷ ଶିଖାଇଥିବ, କିନ୍ତୁ ବହିକୁ ପଢ଼ିବା, ବହିରୁ ବିଭିନ୍ନ ଜିନିଷ ପଢ଼ିବା ଉପରେ ଗୁରୁତ୍ୱ ଦିଆଯାଇ ନଥାଏ ସାଧାରଣତଃ। ଠିକ୍ ଅଛି, 12 ବର୍ଷ ପରେ କୈଶୋର ଅବସ୍ଥାରେ ଯାଇକି ସେ ବହିକୁ ଗୁରୁତ୍ୱ ଦେଇଛନ୍ତି। ସେ କହନ୍ତି ଶିକ୍ଷକ କେବଳ ଜଣେ ପରାମର୍ଶଦାତା, ପ୍ରକୃତିରୁ ଶିକ୍ଷା ଗ୍ରହଣ କରିବାକୁ ଏଠି ଗୁରୁତ୍ୱ ଦିଆଯାଇଛି। ଶିକ୍ଷକକୁ ଜଣେ ପରାମର୍ଶଦାତା ରୂପରେ ଏଠି ଗ୍ରହଣ କରାଯାଇଛି। ସେ ଶିକ୍ଷକ କେବଳ ପରାମର୍ଶ ଦେବେ, ଡାଇରେକ୍ଟ ଶିକ୍ଷା ପ୍ରଦାନ କରିବେ ନାହିଁ। ଶିଶୁ କେମିତି ଶିକ୍ଷା ଗ୍ରହଣ କରିବ ନା ପ୍ରକୃତିରୁ ଶିକ୍ଷା ଗ୍ରହଣ କରିବ। ପ୍ରକୃତିରୁ ଶିକ୍ଷା ଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଇଛି। ଏପରି ଶିକ୍ଷା ଦିଆଯିବ ଯାହା ଶିଶୁର କାମରେ ଆସୁଥିବ। ଏମିତି ଶିକ୍ଷା ପ୍ରଦାନ କରାଯିବା ଦରକାର ଯୋଉଟା ଶିଶୁର କାମରେ ଆସୁଥିବ। ବୁଝିଗଲା ନା ନାଇଁ? କାଠ କାମକୁ ଅଧିକ ଗୁରୁତ୍ୱ ଦିଆଗଲା। ଏହା କର୍ମକୁଶଳତା, ସୌନ୍ଦର୍ଯ୍ୟବୋଧ, ଦୈହିକ ଶର୍ମ ଆଉ ପ୍ରକୃତି ସହ ସମ୍ପର୍କ ସହଜ ହୋଇଥାଏ। ଯାହାଦ୍ୱାରା କ'ଣ ହୋଇଥାଏ? କାଠ କାମକୁ ଅଧିକ ଗୁରୁତ୍ୱ। କାଠ କାମରେ ବିଭିନ୍ନ ଜିନିଷ ତିଆରି କରିବ, ଯାହାଫଳରେ ବିଭିନ୍ନ ଜିନିଷ ହୋଇଥାଏ। ଫାଷ୍ଟ ହେଉଛି କ'ଣ? କର୍ମକୁଶଳତା। ଶିଶୁ କ'ଣ ନା ଗୋଟେ କେବଳ ବସିକି କ୍ଲାସରୁମ୍ ପଢ଼ିବନି, ସେ ଶାରୀରିକ ପରିଶ୍ରମ ମଧ୍ୟ କରିବ। ଠିକ୍ ଅଛି, ଆଉ ଏହାଦ୍ୱାରା କର୍ମକୁଶଳତା ତାର ବଢ଼ିବ। କ'ଣ? କାମ କରିବାର ଶୈଳୀ ବଢ଼ିବ। ଠିକ୍ ଅଛି ନା ନାଇଁ? ସୌନ୍ଦର୍ଯ୍ୟବୋଧ ଆସିବ। କାଠରେ ବିଭିନ୍ନ ପ୍ରକାର ଯେତେବେଳେ ଡିଜାଇନ୍ ସେ ବନେଇବ, ବୁଝିଗଲା ନା ନାଇଁ? ତାର ସୌନ୍ଦର୍ଯ୍ୟବୋଧ ଆସିବ। ଆଉ ପ୍ରକୃତି ସହିତ ତାର ସମ୍ପର୍କ ମଧ୍ୟ ସହଜ ହୋଇପାରିବ। ପ୍ରକୃତି ସହିତ ସେ ଜଡ଼ିତ ହେଲା କାଠ ମାଧ୍ୟମରେ, ତେଣୁ ପ୍ରକୃତି ସହିତ ଇଏ ଜଡ଼ିତ ହେଇକି ରହିଲା। ତେଣୁ ପ୍ରକୃତିକୁ ସେ କୌଣସି ଷ୍ଟେଜ୍ରେ ଅଲଗା କରିବାକୁ ଚେଷ୍ଟା କରୁନାହାନ୍ତି। 4 ନମ୍ବର ସ୍ତର ହେଉଛି ଯୌବନ ଅବସ୍ଥା। ଯୌବନ ଅବସ୍ଥା ହେଉଛି 15ରୁ 20 ବର୍ଷ ବୟସ। ଏଇ ସମୟଟାକୁ ରୁଷ କହୁଛନ୍ତି ଘଡ଼ି ସନ୍ଧିର ମୁହୂର୍ତ୍ତ। ଆଉ ଏଇ ଅବସ୍ଥାରେ ଶିଶୁର ନବଜନ୍ମ ଲାଭ ହୋଇଥାଏ। ମନେ ରଖିବା ଦରକାର ଯେ ନବଜନ୍ମ ଲାଭ, ଏଇଥିରୁ ଗୋଟେ କ୍ୱେଶ୍ଚିନ୍ ଆସେ ପରୀକ୍ଷାରେ ଯେ ଶିଶୁ କେଉଁ ସ୍ତରକୁ ନବଜନ୍ମ ଲାଭ ବୋଲି, ରୁଷ କେଉଁ ସ୍ତରକୁ ନବଜନ୍ମ ଲାଭ ବୋଲି କହିଥିଲେ? ସେଟା ହେଉଛି ଯୌବନ ଅବସ୍ଥା, 15ରୁ 20 ବର୍ଷ ବୟସ। ଠିକ୍ ଅଛି, ତେଣୁ ଏଇ ବୟସରେ କ'ଣ କରାଯିବ ନା ଏଇ ସମୟରେ ଦେଖ 15-20 ବର୍ଷ ବୟସ ହେଲା ବେଳକୁ ଶିଶୁର ଶାରୀରିକ ଆଉ କ'ଣ ମାନସିକ ବିକାଶ ହେଇସାରିଥିବ। ବୁଝିଗଲା ନା? ଶାରୀରିକ ଆଉ ମାନସିକ ବିକାଶ ତାର ହେଇସାରିଥିବ କମ୍ପ୍ଲିଟଲି। ଫିଜିକାଲ ଆଉ କ'ଣ ମେଣ୍ଟାଲ ଡେଭଲପମେଣ୍ଟ ତାର କିଛିଟା ହେଇସାରିଥିବ। ତେଣୁ ଏଇ ସମୟରେ ସେ ବିଭିନ୍ନ ଜିନିଷ ବୁଝିପାରିବ, ତାର ବୟସ ହେଇଗଲାଣି। ତେଣୁ ଚରିତ୍ର ଗଠନ ଉପରେ ଏଠି ଗୁରୁତ୍ୱ ଦିଆଯିବ। ଆଉ ଚରିତ୍ର ଗଠନ ଆଉ ଧର୍ମ ଶିକ୍ଷା ପାଇଁ ଏଇଟା ହେଉଛି ଠିକ୍ ସମୟ। ଦୁଇଟା ଜିନିଷ ଉପରେ ଗୁରୁତ୍ୱ ଦିଆଯିବ, ଚରିତ୍ର ଗଠନ ଆଉ ଧର୍ମ ଶିକ୍ଷା। ଠିକ୍ ଅଛି, ନେକ୍ସଟ ଆଉ କ'ଣ? ସାମାଜିକ ଶିକ୍ଷା ମଧ୍ୟ ଦିଆଯିବ। ସାମାଜିକ ଶିକ୍ଷାକୁ ସେ 12 ବର୍ଷ ପୂର୍ବରୁ ମନା କରିଥିଲେ ଯେ ଆମେ ସାମାଜିକ ଶିକ୍ଷା ପ୍ରଦାନ କରିବାନି, କାହିଁକିନା ଶିଶୁ ଏଟାକୁ ବୁଝିପାରିବ ନାହିଁ, ଶିଶୁ ସମାଜକୁ ବୁଝିପାରିବ ନାହିଁ ଛୋଟବେଳେ। ତେଣୁ ତାକୁ 15 ବର୍ଷ ବୟସ ପରେ ବା ବଡ଼ ହୋଇଗଲା ପରେ ତାକୁ ସାମାଜିକ ଶିକ୍ଷା ଦେଉଛନ୍ତି। ସମାଜରେ ମିଶିବାର ସୁଯୋଗ ମଧ୍ୟ ଦିଆଯିବ। ଆଉ ନୈତିକ ଶିକ୍ଷା ମଧ୍ୟ ଦିଆଯିବ। ନୈତିକ ଶିକ୍ଷା ମଧ୍ୟ ମନା କରିଥିଲେ। ନୈତିକ ଶିକ୍ଷା କ'ଣ? ଠିକ୍ ଭୁଲର ବିଚାର କରିପାରିବା, ସେଟା ହେଉଛି ନୈତିକ ଶିକ୍ଷା। ତାକୁ ମଧ୍ୟ ଯୌବନ ଅବସ୍ଥାରେ ପ୍ରଦାନ କରାଯିବ। এই ସମୟରେ ସେ କେଉଁ ବିଷୟ ଗୁଡ଼ିକ ପଢ଼ିବ? ଇତିହାସ ପଢ଼ିବ ହେଲା। ଇତିହାସରେ ବିଭିନ୍ନ ମହାପୁରୁଷମାନଙ୍କ ବିଷୟରେ ସେ ପଢ଼ିବ। ଆଉ କ'ଣ? ସମାଜ ଶାସ୍ତ୍ରର ବିଭିନ୍ନ ବିଷୟ ପଢ଼ିବ ଆଉ ସମାଜ ବିଜ୍ଞାନ ପଢ଼ିବ। ସମାଜର ଶାସ୍ତ୍ର ଆଉ ବିଜ୍ଞାନକୁ ସେ ଜାଣିବା ନିହାତି ଦରକାର। କାହିଁକିନା ବର୍ତ୍ତମାନ ଯେହେତୁ ସେ ଯୁବକ ଅବସ୍ଥାରେ ପରିଣତ ହେଲାଣି, ତେଣୁ ବର୍ତ୍ତମାନ ସେ ସମାଜରେ ଇନକ୍ଲୁଡ଼ ହେବ। ସମାଜର ଗୋଟେ ସଦସ୍ୟ ରୂପେ ସେ କାର୍ଯ୍ୟ କରିବା ଆରମ୍ଭ କରିବ। ତେଣୁ ସମାଜର ବିଭିନ୍ନ ଶାସ୍ତ୍ରକୁ ଆଉ ବିଭିନ୍ନ ବିଜ୍ଞାନକୁ ସେ ଜାଣିବା ନିହାତି ଆବଶ୍ୟକ ଯେ ସମାଜ କେମିତି ପରିଚାଳିତ ହେଉଛି। ତ ଏଥିରେ ଜଣାପଡ଼ିଲା ସାମାଜିକ ଶିକ୍ଷା ଦିଆଯିବ, ନୈତିକ ଶିକ୍ଷା ଦିଆଯିବ, ଧର୍ମ ଶିକ୍ଷା ଦିଆଯିବ, ଚରିତ୍ର ଗଠନ କରାଯିବ। ତା ସହିତ ଯୌନ ଶିକ୍ଷା ମଧ୍ୟ ଦିଆଯିବ। ଠିକ୍ ଅଛି, ଯୌନ ଶିକ୍ଷା ଦିଆଯିବ, ଯୋଉଟାକୁ ଆମେ ଇଂରାଜୀରେ ସେକ୍ସ ଏଜୁକେସନ୍ ବୋଲି କହିଥାଉ। ଠିକ୍ ଅଛି, ତ ଯୌନ ଶିକ୍ଷା ମାଧ୍ୟମରେ କାହିଁକିନା ଶିଶୁ ସେ ଯେଉଁ ଯୌବନ ଅବସ୍ଥାରେ ପିଲାଟା କ'ଣ ପଦାର୍ପଣ କଲାଣି, ସେ ଆଗକୁ ଯାଇ ଗୋଟେ ଗୃହସ୍ଥ ଜୀବନଯାପନ କରିବ। ଗୃହସ୍ଥ ମାନେ କ'ଣ? ବିବାହ କରିବ। ଠିକ୍ ଅଛି ନା ନାହିଁ? ଯେହେତୁ ବିବାହ କରିବ, ବିବାହ ପରବର୍ତ୍ତୀ ଜୀବନରେ ଠିକ୍ ଅଛି ତାର ଛୁଆ ମଧ୍ୟ ଜନ୍ମ ହେବ, ସେମାନଙ୍କୁ ମଧ୍ୟ ସେ କ'ଣ କରିବ? ଲାଳନ ପାଳନ କରିବ।
ତେଣୁ ସେଥିପାଇଁ ଯୌନ ଶିକ୍ଷାର ଆବଶ୍ୟକତା ଏଇଟା ଗୋଟେ ଭଲ ପାରିବାରିକ ଜୀବନଯାପନ ପାଇଁ ଯୌନ ଶିକ୍ଷାର ଆବଶ୍ୟକତା ହେଇଥାଏ। ତେଣୁ ଆକୁ କ'ଣ କରାଯିବ ଏଇ ଅବସ୍ଥାରେ ତାକୁ ଯୌନ ଶିକ୍ଷା ମଧ୍ୟ ପ୍ରଦାନ କରାଯିବ। ତା ସହିତ କ'ଣ ଦର୍ଶନ ଆଉ ଧାର୍ମିକ ଶିକ୍ଷା ପ୍ରଦାନ ଦ୍ୱାରା ସେ ବିଶ୍ୱ ଆଉ ଈଶ୍ୱରଙ୍କ ସମ୍ବନ୍ଧରେ ଜାଣିବାର ଆବଶ୍ୟକତା। ଦର୍ଶନ ଶାସ୍ତ୍ର କ'ଣ କରେ ନା ପୃଥିବୀ ଆଉ ଈଶ୍ୱରଙ୍କ ସମ୍ବନ୍ଧରେ ବିଭିନ୍ନ ମତାମତ ଦେଇଥାଏ। ତାକୁ ଭଲସେ ଜାଣିବାକୁ ହେଲେ ଦର୍ଶନ ଶାସ୍ତ୍ର ଆମକୁ ପଢ଼ିବାକୁ ପଡ଼ିଥାଏ। ତେଣୁ ଶିଶୁକୁ ମଧ୍ୟ 15ରୁ 20 ବର୍ଷ ବୟସ ଭିତରେ ବା ଯୌବନ ଅବସ୍ଥାରେ ତାକୁ ଦର୍ଶନ ଶାସ୍ତ୍ର ଧାର୍ମିକ ଶିକ୍ଷା ମଧ୍ୟ ପ୍ରଦାନ କରାଯିବ। ବୁଝିହେଲା କ'ଣ କ'ଣ ପ୍ରଦାନ କରାଯିବ? ଧର୍ମ ଶିକ୍ଷା, ସାମାଜିକ ଶିକ୍ଷା, ନୈତିକ ଶିକ୍ଷା, ଇତିହାସ, ସମାଜଶାସ୍ତ୍ର, ସମାଜ ବିଜ୍ଞାନ, ଯୌନ ଶିକ୍ଷା, ଦର୍ଶନ ଆଉ ଧାର୍ମିକ ଶିକ୍ଷା, ଏହିସବୁ ଜିନିଷ ଶିଶୁକୁ ପ୍ରଦାନ କରାଯିବ କେଉଁ ଅବସ୍ଥାରେ? ଯୌବନ ଅବସ୍ଥାରେ। ତ ଏଇଭଳି 4 ପ୍ରକାର ପାଠ୍ୟକ୍ରମ ରୁଷୋ ପ୍ରଦାନ କରିଥିଲେ। ନେକ୍ସଟ ଆମେ ଦେଖିବା ନାରୀ ଶିକ୍ଷା ବିଷୟରେ କ'ଣ କହିଛନ୍ତି। ରୁଷୋ ଆମେ ପୁଣି ଥରେ ମନେ ପକାଇ ଦେଉଛି ନାରୀ ଶିକ୍ଷା ବିଷୟରେ କେଉଁଠି ଲେଖା ହେଇଛି ନା ଏମିଲ୍ ବୁକ୍ରେ ଲେଖା ହେଇଛି। ଏମିଲ୍ ବୁକ୍ରେ 2ଟା କ୍ୟାରେକ୍ଟର ଥିଲେ ହେଲା, ଦି ଏମିଲ୍ ବୁକ୍ରେ ଗୋଟେ ହେଉଛି ଏମିଲ୍ ନିଜେ, ଆଉ ଗୋଟେ ହେଉଛି ସୋଫି, ଗୋଟେ ଝିଅ କ୍ୟାରେକ୍ଟର, ପୁଅ କ୍ୟାରେକ୍ଟର ଝିଅ କ୍ୟାରେକ୍ଟର। ଏମିଲ୍ର ସ୍ତ୍ରୀ ହେଉଛି ସୋଫି, ଠିକ୍ ଅଛି। ସେଇ ବୁକ୍ରେ ଏମିଲ୍ର ଭବିଷ୍ୟତର ପତ୍ନୀ ହେବାକୁ ଯାଉଛି କିଏ? ସୋଫି। ତେଣୁ 2 ଜଣଙ୍କୁ କେମିତି ଶିକ୍ଷା ପ୍ରଦାନ କରାଯିବ ରୁଷୋ ସେ ବିଷୟରେ କହୁଛନ୍ତି। ତ ନାରୀ ଶିକ୍ଷା ବିଷୟରେ ଜାଣିବା, ତ ସୋଫିକୁ କେମିତି ଶିକ୍ଷା ପ୍ରଦାନ କରାଯିବ ସେଇଟା ନାରୀ ଶିକ୍ଷା ବିଷୟରେ ରୁଷୋ କହିଛନ୍ତି। ରୁଷୋ ନାରୀ ଶିକ୍ଷାକୁ ବିରୋଧ କରିଛନ୍ତି, ଠିକ୍ ଅଛି। ତ ଏ ଓମେନ୍ ଏଜୁକେସନକୁ ବିରୋଧ କରିଛନ୍ତି ନାରୀ ଶିକ୍ଷାକୁ। ବର୍ତ୍ତମାନ ଆମେ ଜାଣିବା ଦରକାର ଯେ କାହିଁକି ନା ସେଇ ସମୟରେ ଆମେ ମନେ ରଖିଛେ ଏ ବୁକ୍ କେତେବେଳେ ପ୍ରକାଶିତ ହେଇଥିଲା? 1762। ଆଜକୁ ପ୍ରାୟ କେତେ ବର୍ଷ ଆମେ କହିବା? 250 ବର୍ଷ ପୂର୍ବ କଥା ଆମେ କହୁଛେ। ତେଣୁ ସେଇ ସମୟରେ ଠିକ୍ ଅଛି ନାରୀମାନଙ୍କର ଗୁରୁତ୍ୱ ସମାଜରେ ଏତେ ନଥିଲା, ଠିକ୍ ଅଛି। ନାରୀମାନେ କ'ଣ ସମାଜରେ ସବୁବେଳେ ପଛୁଆ ରହୁଥିଲେ, ତାଙ୍କୁ ବିଭିନ୍ନ ଜିନିଷରେ ପାର୍ଟିସିପେଟ୍ କରିବାର ସୁଯୋଗ ଦିଆଯାଉ ନଥିଲା। ତେଣୁ ନାରୀମାନଙ୍କ ପ୍ରତି ଗୋଟେ ରକ୍ଷଣଶୀଳ ମନୋଭାବ ସେହି ସମୟରେ ରହିଥିଲା। ସେଥିପାଇଁ ରୁଷୋ ମଧ୍ୟ ନାରୀ ଶିକ୍ଷା କ'ଣ କରିଛନ୍ତି ନା ବିରୋଧ କରିଛନ୍ତି। ସେ କହୁଛନ୍ତି ଜଣେ ଆଦର୍ଶ ପୁରୁଷ ଆଉ ଆଦର୍ଶ ନାରୀ କେବେ ହେଲେ ଏକା ନୁହନ୍ତି, ଠିକ୍ ଅଛି। ଉଭୟଙ୍କୁ କୋଏକ୍ଜିଷ୍ଟ, ଉଭୟଙ୍କୁ ଏକା ସାଙ୍ଗରେ ରହିବାର ସୁଯୋଗ ଦିଆଯାଇଛି ଯେ ନାରୀ ଆଉ ପୁରୁଷ ଏକାଠି ରହିପାରିବେ। ବିବାହ ମାଧ୍ୟମରେ ସେମାନେ ଏକାଠି ରହିବେ, ଘର ସଂସାର କରିବେ, ଯାହା ବି। କିନ୍ତୁ ସେମାନେ କେତେବେଳେ ଏକା ନୁହନ୍ତି। ପୁରୁଷ ଆଉ ନାରୀ ସେମାନଙ୍କର ରୋଲ୍, ସେମାନଙ୍କର ଯେଉଁ କର୍ତ୍ତବ୍ୟ ରହିଛି ସେ ଅଲଗା ଅଲଗା ହେଇଥାଏ, ଠିକ୍ ଅଛି। ନାରୀର କର୍ତ୍ତବ୍ୟ କ'ଣ? ଜଣେ ଆଦର୍ଶ ଗୃହିଣୀ ହେବା ନାରୀ ଶିକ୍ଷାର ମୁଖ୍ୟ ଲକ୍ଷ୍ୟ। ନାରୀ ଶିକ୍ଷାର ମୁଖ୍ୟ ଲକ୍ଷ୍ୟ ହେଉଛି ନାରୀକୁ ଜଣେ ଆଦର୍ଶ ଗୃହିଣୀ, ଗୋଟେ ଭଲ ହାଉସ୍ ୱାଇଫ୍ କରିବା ଝିଅମାନଙ୍କୁ, ସେଇଟା ହେଉଛି ନାରୀ ଶିକ୍ଷାର ଉଦ୍ଦେଶ୍ୟ। ଆମେ ପୁଣି ଥରେ ମୁଁ କହିଦେଉଛି, ଏଇଟା ହେଉଛି ପୁରାତନ ସେଇ ସମୟର କଥା ଆମେ କହୁଛୁ, 1762 ମସିହା କଥା ଆମେ କହୁଛେ। ଆଜିକା ଯୁଗରେ ଏଟାକୁ ଏତେ ଗୁରୁତ୍ୱ ଦିଆଯାଉନି। ନାରୀ ଶିକ୍ଷାକୁ ଆମେ ପ୍ରମୋଟ୍ କରି ଆସିଛୁ ସବୁବେଳେ, ନାରୀମାନଙ୍କୁ ଶିକ୍ଷା ଦିଆଯିବା ଦରକାର। କିନ୍ତୁ ସେହି ସମୟରେ ନାରୀ ଶିକ୍ଷାର ଏତେ ସୁଯୋଗ ନଥିଲା। ତେଣୁ ଶିକ୍ଷାର ଉଦ୍ଦେଶ୍ୟ କେବଳ ଏତିକି ଥିଲା ଯେ ସେ ଜଣେ ଆଦର୍ଶ ଗୃହିଣୀ ହେବ। ସ୍ତ୍ରୀ ଏବଂ ପୁରୁଷର ଜୀବନ ଗୋଟେ ଭଳି ହେଇନଥାଏ। କେତେବେଳେ ନାରୀର କାର୍ଯ୍ୟ ପୁରୁଷର ସେବା କରିବା, ମନୋରଞ୍ଜନ କରିବା। ତେଣୁ ନାରୀକୁ ପୁରୁଷଠାରୁ ଅଲଗା ଶିକ୍ଷା ପ୍ରଦାନ କରାଯିବ। ସେ କହୁଛନ୍ତି ଯେଉଁଠି ରୋଲ୍ ପୁରୁଷର ଶିକ୍ଷା ଅଲଗା ହେବ, ନାରୀର ଶିକ୍ଷା ଅଲଗା ହେବ। 2 ଜଣଙ୍କର କାମ ସମାଜରେ ଅଲଗା ହେଇଥାଏ। ତେଣୁ 2 ଜଣଙ୍କୁ ଅଲଗା ଅଲଗା ଶିକ୍ଷା ପ୍ରଦାନ କରାଯିବ। ସେ କହୁଛନ୍ତି ପୁରୁଷ ବିକାଶ କରିବା ପାଇଁ ଜନ୍ମ ହୋଇଛି ଆଉ ନାରୀ ତାକୁ ସାହାଯ୍ୟ କରିବା ପାଇଁ ଜନ୍ମ ହୋଇଛି। ନାରୀ ପୁରୁଷର ବିକାଶରେ କେବଳ ସାହାଯ୍ୟ କରେ। ପୁରୁଷର କାମ ହେଉଛି ଡେଭଲପ୍ କରିବ, ବିକାଶ କରିବ, ଆଗକୁ ଆଗକୁ ଚାଲିବ। ନାରୀର କାମ ସେ କେବଳ ପୁରୁଷକୁ କ'ଣ କରିବ? ସାହାଯ୍ୟ କରିବ, ଠିକ୍ ଅଛି। ଏ ଥିଲା ନାରୀ ଶିକ୍ଷା ବିଷୟରେ। ତ ସିଧା ସିଧା କଥା କହିଲେ ନାରୀ ଶିକ୍ଷାକୁ ଏତେ ଗୁରୁତ୍ୱ ଦିଆଯାଇ ନାହିଁ। ନେକ୍ସଟ ଆମେ ଜାଣିବା ଶିକ୍ଷାଦାନ ପଦ୍ଧତି ବିଷୟରେ। କ'ଣ କ'ଣ ଶିକ୍ଷାଦାନ ପଦ୍ଧତି ବିଷୟରେ ସେ କହିଛନ୍ତି। ପ୍ରଥମ ଶିକ୍ଷାଦାନ ପଦ୍ଧତି ସେ କହିଲେ ପ୍ରତ୍ୟକ୍ଷ ଅନୁଭୂତି। ଆକୁ ବୁଝିବାକୁ ଚେଷ୍ଟା କରିବ। ଏଥିରେ ବହୁତ କିଛି ଲେଖାଯାଏନି, କେବଳ ମେଥଡ୍ସ ଗୁଡ଼ା ଲେଖାଯାଇଛି। ଡାଇରେକ୍ଟ ଏକ୍ସପିରିଏନ୍ସ, ସେ କହୁଛନ୍ତି ପ୍ରତ୍ୟକ୍ଷ ଅନୁଭୂତି। ଆମେ ଯାହା ବି ଶିକ୍ଷା ପ୍ରଦାନ କରିବା ତାକୁ ପ୍ରଥମତଃ ସେ କହିଲେ ନେଚରରୁ ପ୍ରଦାନ କରିବା, ପ୍ରକୃତିରୁ ଶିକ୍ଷାକୁ ପ୍ରଦାନ କରାଯିବ, ଆଉ ପ୍ରତ୍ୟକ୍ଷ ଅନୁଭୂତି ମାଧ୍ୟମରେ ପ୍ରଦାନ କରିବା। ପ୍ରତ୍ୟକ୍ଷ ଅନୁଭୂତି, ଗୋଟେ ଜିନିଷକୁ ବହିରେ ପଢ଼େଇବା ଅପେକ୍ଷା ଆମେ ଯଦି ସେଟାକୁ ଦେଖେଇ ପାରିବା ତାକୁ ନେଇକି, ତାହେଲେ ଦେଖେଇବା ତାକୁ ନେଇକି। ବୁଝିଲା ନା? ମନେକର ବହିରେ ଯେମିତି ଆମେ କହିବା ସ୍କୁଲରେ ମନେକର କୋଣାର୍କ ମନ୍ଦିର ବିଷୟରେ ପଢ଼ା ହେଉଛି। କୋଣାର୍କ ମନ୍ଦିର ବିଷୟରେ ଯେତେବେଳେ ଆମେ ପଢ଼ିଥାଉ ସେତେବେଳେ ଆମେ କହିଥାଉ କୋଣାର୍କ ଦେଖିବାକୁ ବହୁତ ସୁନ୍ଦର ହେଇଥାଏ, ଏଭଳି କାରୁକାର୍ଯ୍ୟ ଆଉ ଭାରତରେ କେଉଁଠି ଦେଖିବାକୁ ମିଳେ ନାହିଁ, ଠିକ୍ ଅଛି ନା? ତ ସେଇ କଥାରୁ ପିଲା କିଛି ବୁଝିପାରେ ନାହିଁ। ଛୋଟ ପିଲା ସେ କ'ଣ ବୁଝିବ ଯେ କେମିତି କାରୁକାର୍ଯ୍ୟ ହେଇଛି, କ'ଣ ହେଇଛି, କେତେ ସୁନ୍ଦର ହେଇଛି, ବୁଝିପାରେ ନାହିଁ। ସେଥିପାଇଁ ଆମେ ତାକୁ ଥରଟେ କ'ଣ କରିବା ଦରକାର? କୋଣାର୍କ ବୁଲେଇ ନେବା ନିହାତି ଆବଶ୍ୟକ। ବୁଝିଲା ନା ନାହିଁ? ଯଦି ଆମେ କୋଣାର୍କ ମନ୍ଦିର ପାଖକୁ ତାକୁ ନେଇ କହୁଛେ, ବୁଲେଇବାକୁ ନେଇକି ତାକୁ କହୁଛେ ଯେ ଦେଖ ଏ ମନ୍ଦିର କେତେ ସୁନ୍ଦର ଦେଖାଯାଉଛି, ତ ପିଲାମାନେ ନିଜେ ତାଙ୍କ ମନରୁ କହିବେ ଯେ ହଁ ମନ୍ଦିରଟା ବହୁତ ସୁନ୍ଦର ଦେଖାଯାଉଛି। ତାକୁ ସେଇ କାରୁକାର୍ଯ୍ୟ ଗୋଟେ ଦେଖା ଦରକାର, ପଥରରେ କେମିତି ସବୁ ତିଆରି ହେଇଛି। ତ ଯେଉଁଟା ଗୋଟେ ତାଙ୍କୁ ଡାଇରେକ୍ଟ ଏକ୍ସପିରିଏନ୍ସ ଦେବ, ସେମାନେ କ'ଣ କରିପାରିବେ? ସେଟାକୁ ଛୁଇଁ ପାରିବେ, ଦେଖିପାରିବେ ନିଜ ଆଖିରେ ଯାଇକି। ବୁଝିଲା?
ତେଣୁ ସେଇଟା କ'ଣ କରିଥାଏ ନା ପିଲାକୁ ଡାଇରେକ୍ଟ ଏକ୍ସପିରିଏନ୍ସ ଦେଇଥାଏ। ତ ଏଇଭଳି ଶିକ୍ଷା ପ୍ରଦାନ କରାଯିବ ଯାହାଫଳରେ ଆମେ ପିଲାକୁ ପ୍ରତ୍ୟକ୍ଷ ଅନୁଭୂତି ଦେଇପାରିବା। କିନ୍ତୁ ହଁ ମନେ ରଖିବା ଦରକାର ଯେ ସବୁବେଳେ ଯେ ଆମେ ପ୍ରତ୍ୟକ୍ଷ ଅନୁଭୂତି ପ୍ରଦାନ କରିପାରିବା ତାର କିଛି ମାନେ ନଥାଏ। ଠିକ୍ ଅଛି ନା ନାହିଁ? ମନେକର ଆମେ କହିବା ସମୁଦ୍ର ବିଷୟରେ ପଢ଼ା ହେଉଛି, ତ ଗୋଟେ ଜାଗାରେ ମନେକର ସମୁଦ୍ର ନାହିଁ, ତ ସେମାନେ କେମିତି ଦେଖେଇବେ ନାଇଁ କି? ବୁଝିହେଲା? ତେଣୁ ସବୁବେଳେ ପ୍ରତ୍ୟକ୍ଷ ଅନୁଭୂତି ସମ୍ଭବ ହୋଇନଥାଏ, କିନ୍ତୁ ଯଥାସମ୍ଭବ ମାନେ ଯଦି ପସିବୁଲ୍ ହେଉଛି ଶିକ୍ଷକ ପାଇଁ, ତାହେଲେ ସେ ନିଶ୍ଚିତ ଭାବରେ ପିଲାମାନଙ୍କୁ ନେଇକି ସେ ଅନୁଭୂତି ପ୍ରଦାନ କରିବା ନିହାତି ଆବଶ୍ୟକ। ତ ଆର ଆମେ କହିପାରିବା ଗୋଟେ ଭୂଗୋଳ ମନେକର ପଢ଼ା ହେଉଛି, ଭୂଗୋଳରେ ସାଧାରଣତଃ ନଦୀ ପାହାଡ଼ ଏ ବିଷୟରେ ପଢ଼ାଇଥାଏ। ତ ଆମେ ତାକୁ ନଦୀ ପାଖକୁ ନେବା ଦରକାର। ନଦୀ ତ ଥିବ ନା ସମସ୍ତ ସବୁ ଜାଗାରେ, ପାହାଡ଼ ତ ଥିବ ନା, ତ ପାହାଡ଼ ପାଖକୁ ତାକୁ ନେବା ଦରକାର, ସେ ଦେଖିବା ଦରକାର, ପିଲା ଜାଣିବା ଦରକାର। ସେଟା ତାକୁ ଡାଇରେକ୍ଟ ଏକ୍ସପିରିଏନ୍ସ ପ୍ରଦାନ କରିବ। ବୁଝିହେଲା? ସେକେଣ୍ଡ ମେଥଡ଼, କାର୍ଯ୍ୟ ମାଧ୍ୟମରେ ଶିକ୍ଷା, ଲର୍ଣ୍ଣିଂ ବାଇ ଡୁଇଂ। ସେ ଯାହା ବି କରିବ ସେଗୁଡ଼ିକୁ ନିଜେ କରିକି ହିଁ ଶିଖିବ। ତାକୁ ଡାଇରେକ୍ଟ କେବଳ ବହି ପଢ଼ାଇ ଦେଇକି ବହି ଘୋଷାଇ ଦେଲେ ହେବନି, ନିଜେ କରିକି ଶିଖିବା ନିହାତି ଆବଶ୍ୟକ। ସେଥିପାଇଁ ସେ କାଠ କାମକୁ ମଧ୍ୟ ଗୁରୁତ୍ୱ ଦେଲେ। କାହାକୁ ଗୁରୁତ୍ୱ ଦେଲେ? କାଠ କାମ ମାଧ୍ୟମରେ ଏଇ ଯେଉଁ କାର୍ଯ୍ୟ ମାଧ୍ୟମରେ ଶିକ୍ଷା କ'ଣ ହୋଇଥାଏ? ସଫଳ ହୋଇଥାଏ। ବୁଝିହେଲା ନା ନାହିଁ? ବିଭିନ୍ନ ପ୍ରକାର ଜିନିଷକୁ ସେ ନିଜେ କରୁ, ନିଜେ ଅନୁଭବ କରୁ, ନିଜର ଅନୁଭୂତି ମାଧ୍ୟମରେ ସେ ଶିକ୍ଷା କରିବା ନିହାତି ଆବଶ୍ୟକ, ଯେଉଁଟା ଆମେ କାର୍ଯ୍ୟ ମାଧ୍ୟମରେ ଶିକ୍ଷା ବୋଲି କହୁଛେ, ଲର୍ଣ୍ଣିଂ ବାଇ ଡୁଇଂ। ନେକ୍ସଟ କ'ଣ? ନେକ୍ସଟ କହିଲେ ଆବିଷ୍କାର ମୂଳକ ପଦ୍ଧତି। ଆବିଷ୍କାର ମୂଳକ ପଦ୍ଧତି ଯେଉଁଟାକୁ ଆମେ ହ୍ୟୁରିଷ୍ଟିକ୍ ମେଥଡ଼ ବୋଲି କହିଥାଉ, ଏଇଟା ହେଉଛି ଇମ୍ପୋର୍ଟାଣ୍ଟ, ମନେ ରଖିବା ଦରକାର। ଷ୍ଟାର ଚିହ୍ନ ମୁଁ ଦେଇ ଦେଉଛି ହେଲା। ଏ ଆବିଷ୍କାର ମୂଳକ ପଦ୍ଧତିଟା ହେଉଛି ଇମ୍ପୋର୍ଟାଣ୍ଟ, କାହିଁକିନା ଏଇଟା ପରୀକ୍ଷାରେ ଆସିଥାଏ। ଏକ୍ଜାମରେ ପଚାରେ ଯେ ଆବିଷ୍କାର ମୂଳକ ପଦ୍ଧତି ବିଷୟରେ କିଏ କହିଥିଲେ ବା ହ୍ୟୁରିଷ୍ଟିକ୍ ମେଥଡ଼ ବିଷୟରେ କହିଥିଲେ। ଏଇଟା ହେଉଛି ରୁସୋ କହିଥିଲେ। ଆବିଷ୍କାର ମୂଳକ ପଦ୍ଧତିର ମାନେ କ'ଣ? ଆବିଷ୍କାରର ଅର୍ଥ ହେଉଛି କୌଣସି ଗୋଟେ ଜିନିଷ ଖୋଜିକି ବାହାର କରିବା। ଠିକ୍ ଅଛି? ତେଣୁ ପିଲାମାନଙ୍କୁ ଆମେ ଡାଇରେକ୍ଟ ଶିକ୍ଷା ଦେବା ପରିବର୍ତ୍ତେ ସେମାନେ କ'ଣ କରନ୍ତୁ, ନିଜେ ସମସ୍ୟାର ସମାଧାନ ଗୁଡ଼ିକ ଖୋଜିକି ନିଜେ ବାହାର କରନ୍ତୁ। ଏ କଥା ରୁସୋ ଚାହୁଁଥିଲେ। ଠିକ୍ ଅଛି? ତେଣୁ ପିଲାଙ୍କୁ ଡାଇରେକ୍ଟ ଆମେ ଶିକ୍ଷା ପ୍ରଦାନ କରିବା, କହିଦେବାନି ସବୁ ଜିନିଷ। ସେମାନେ ନିଜେ ବିଜ୍ଞାନର ବିଭିନ୍ନ ପ୍ରକାର ସୂତ୍ରକୁ, ଗଣିତର ବିଭିନ୍ନ ପ୍ରକାର ସଲ୍ୟୁସନକୁ ସେମାନେ ନିଜେ ଖୋଜିକି ବାହାର କରନ୍ତୁ। ଠିକ୍ ଅଛି? ଏଇଟା ଗୁରୁତ୍ୱ ଦିଆଥିଲା। ଆଉ କ'ଣ? ଭ୍ରମଣ ଆଉ ପର୍ଯ୍ୟବେକ୍ଷଣ। ଭ୍ରମଣ ପର୍ଯ୍ୟବେକ୍ଷଣ ଯେମିତି କହିଲି ଯେ ବିଭିନ୍ନ ସ୍ଥାନକୁ ବୁଲିଯିବା ନିହାତି ଦରକାର। ବୁଲିଯିବା ଫଳରେ କ'ଣ ହୋଇଥାଏ ନା ତାଙ୍କୁ ଗୋଟେ ନୂଆ ଏକ୍ସପିରିଏନ୍ସ ମିଳିଥାଏ, ଗୋଟେ ଅନୁଭୂତି, ଗୋଟେ ଅନୁଭବ ହୋଇଥାଏ ପିଲାଙ୍କୁ, ଗୋଟେ ନୂଆ ଅନୁଭୂତି ତାଙ୍କୁ ମିଳିଥାଏ। ଠିକ୍ ଅଛି ନା ନାହିଁ? ବୁଲିଯିବା ଫଳରେ ଆଉ ନୂଆ ସ୍ଥାନ ସେମାନେ ଦେଖିପାରନ୍ତି, ବିଭିନ୍ନ ଜିନିଷକୁ ନିଜ ଆଖିରେ ଦେଖିପାରନ୍ତି। ବୁଝିହେଲା? ସେଇଠାର ଲୋକମାନଙ୍କ ବିଷୟରେ ମଧ୍ୟ ଜାଣିବାକୁ ସୁଯୋଗ ସେମାନେ ପାଆନ୍ତି। ବୁଝିହେଲା? ଏଥିପାଇଁ ଭ୍ରମଣ ଆଉ ପର୍ଯ୍ୟବେକ୍ଷଣ ମେଥଡ଼କୁ କ'ଣ କରାଯାଇଛି? ସୁଯୋଗ ଦିଆଯାଇଛି। ନେକ୍ସଟ ହେଉଛି କ'ଣ? କ୍ରୀଡ଼ା ପଦ୍ଧତି। କ୍ରୀଡ଼ା ପଦ୍ଧତି ଛୋଟ ପିଲାମାନଙ୍କ ପାଇଁ ଥାଏ, ଯେଉଁଟାକୁ ଆମେ ପ୍ଲେ ୱେ ମେଥଡ଼ କହୁଛେ। କ୍ରୀଡ଼ା ସାଧାରଣତଃ ପିଲାମାନେ ଖେଳିବାକୁ ଭଲ ପାଆନ୍ତି, ତେଣୁ ଆମେ ତାଙ୍କୁ ଶିକ୍ଷା ପ୍ରଦାନ କରିବା କାହା ମାଧ୍ୟମରେ? ନା ଖେଳ ମାଧ୍ୟମରେ। ତାଙ୍କୁ ଖେଳେଇବା, ଖେଳିବା ଭିତରେ ସେ କିଛିଟା ଜିନିଷ ଶିଖିବାକୁ ଯେମିତି ପାଇବେ, ତେଣୁ ସେଇଟା କୁହାଯାଏ କ୍ରୀଡ଼ା ପଦ୍ଧତି। ତ ଏମିତି 4-5ଟା ପଦ୍ଧତି ବିଷୟରେ ରୁସୋ ଗୁରୁତ୍ୱ ଦେଇଥିଲେ। ଆଶା କରୁଛି ସମସ୍ତେ ବୁଝିପାରିଲ। ଯଦି ଆପଣଙ୍କ ଭିଡ଼ିଓଟି ଭଲ ଲାଗୁଛି ଲାଇକ୍ କର, ଚ୍ୟାନେଲକୁ ସବସ୍କ୍ରାଇବ୍ କର ନିଶ୍ଚିତ ଭାବରେ, ଆଉ ସାଙ୍ଗମାନଙ୍କ ସହିତ ସେୟାର କର। ଆଉ ଯେଉଁମାନେ ଏବେ ପର୍ଯ୍ୟନ୍ତ ଭିଡ଼ିଓଟା ଦେଖୁଛ ନା, ଭିଡ଼ିଓଟା ବହୁତ ଲମ୍ବା ହେଲାଣି, ଏବେ ପର୍ଯ୍ୟନ୍ତ ଯେଉଁମାନେ ଭିଡ଼ିଓ ଦେଖୁଛ ମୁଁ ତାଙ୍କୁ ଭେରି ଗୁଡ୍ ବୋଲି କହିବି ନିଶ୍ଚିତ ଭାବରେ, କାହିଁକିନା ସମସ୍ତଙ୍କର ପେସେନ୍ସ ନଥାଏ ଏତେ ସମୟ ପର୍ଯ୍ୟନ୍ତ ବସିକି ଦେଖିବାକୁ। ଠିକ୍ ଅଛି ନା ନାହିଁ? ଯଦି ଏପର୍ଯ୍ୟନ୍ତ କ'ଣ କରୁଛ, ଭିଡ଼ିଓକୁ ଦେଖିଛ, ନିଶ୍ଚିତ ଭାବରେ କମେଣ୍ଟରେ ତୁମେ କ'ଣ କରିବ ନା କମେଣ୍ଟରେ ରୁସୋ ବୋଲି କମେଣ୍ଟ କରିପାରିବ। ଠିକ୍ ଅଛି? ନେକ୍ସଟ ଆମେ ଦେଖିବା ଶିକ୍ଷକଙ୍କର କ'ଣ ରୋଲ୍ ରହିଛି, ଶିକ୍ଷକଙ୍କର କ'ଣ ଭୂମିକା ରହିଛି। ସେ କହିଛନ୍ତି ଶିକ୍ଷକ କେବଳ ଜଣେ ନିରୀକ୍ଷକ ହିସାବରେ କାର୍ଯ୍ୟ କରିବେ। କେବଳ ଜଣେ ନିରୀକ୍ଷକ ମାନେ କେବଳ ଦେଖିବେ, ନୀରବ ଦ୍ରଷ୍ଟା ଆମେ କହିପାରିବା। ନୀରବ ଦ୍ରଷ୍ଟା, ଚୁପ୍ ହେଇକି ଦେଖିବେ, ପିଲାମାନଙ୍କ କାମରେ ସେ ହସ୍ତକ୍ଷେପ କରିବେ ନାହିଁ। ଶିକ୍ଷକ ମଞ୍ଚ ପ୍ରସ୍ତୁତ କରିବେ, ଉପକରଣ ଯୋଗାଇ ଦେବେ, ଉପଯୁକ୍ତ ପରିବେଶ ସୃଷ୍ଟି କରିବେ। ଶିକ୍ଷକଙ୍କରେ ମଞ୍ଚ ପ୍ରସ୍ତୁତ କରିବେ। ମଞ୍ଚ ମାନେ କ'ଣ? ରଙ୍ଗମଞ୍ଚ। ବୁଝିହେଲା ନା? ଯେମିତି ଗୋଟେ ଆମେ କହୁଛେ ଗୋଟେ ନାଟକ ହେଉଛି, ନାଟକର ଗୋଟେ ଷ୍ଟେଜ୍ ଥାଏ। ବୁଝିହେଲା? ଶିକ୍ଷକ ସେଇ ଷ୍ଟେଜ୍ ତିଆରି କରିବେ, ଉପକରଣ ଯୋଗାଇ ଦେବେ, ସେଇ ଉପକରଣ ଯୋଗାଇ ଦେବେ, ଆଉ ଉପଯୁକ୍ତ ପରିବେଶ ସୃଷ୍ଟି କରିବେ ଯେଉଁଠି ପିଲା କ'ଣ କରିବ? ପରଫର୍ମ କରିବ। ପିଲା ନିଜେ କ'ଣ କରିବ? ସେଇଠି ଅଭିନୟ କରିବ ସେ ରଙ୍ଗମଞ୍ଚରେ, ଆଉ ସେ ରଙ୍ଗମଞ୍ଚକୁ ତିଆରି କରିବେ ଶିକ୍ଷକ। କହିବାର ଅର୍ଥ ହେଉଛି ଯେ ଗୋଟେ ଭଲ ପରିବେଶ ଯୋଗାଇ ଦେବା କାମ ହେଉଛି କାହାର? ଶିକ୍ଷକର। ଯେ ଗୋଟେ ଭଲ ପରିବେଶ ଯୋଗାଇ ଦେବେ, ପିଲା କ'ଣ କରିବ? ପିଲା ନିଜେ ସେଠୁ ଶିକ୍ଷା ଗ୍ରହଣ କରିବ। ଯଦି ପରିବେଶ ଉପଯୁକ୍ତ ଅଛି, ପରିବେଶ ଭଲ ଅଛି, ପିଲା ନିଶ୍ଚିତ ଭାବରେ ଆପେ ଆପେ ସେଠୁ ଶିଖିବା ଆରମ୍ଭ କରିବ। ଶିକ୍ଷକଙ୍କର ସାଧାରଣ ଶିକ୍ଷକଙ୍କଠାରୁ ଅଧିକ ଜ୍ଞାନ ନିଶ୍ଚିତ ରହିଥିବା ଦରକାର ହେଲା। ସେ ଜଣେ ଦିଗ୍ଦର୍ଶକ, ଦାର୍ଶନିକ ଆଉ ଅଭିଭାବକର ଭୂମିକା ନିର୍ବାହ କରିବେ। ଶିକ୍ଷକ ଶିଶୁର ମନକୁ ଜାଣି ଶିକ୍ଷା ପ୍ରଦାନ କରିବା ଆବଶ୍ୟକ। ଶିଶୁକୁ ବାଧା ଦେବେନି, ଶିଶୁର ମନକୁ ବୁଝିକି ଶିକ୍ଷା ପ୍ରଦାନ କରିବେ। ଠିକ୍ ଅଛି? ଆଉ କ'ଣ? ବ୍ୟକ୍ତିଗତ ପାର୍ଥକ୍ୟକୁ ମଧ୍ୟ ଆଖି ଆଗରେ ରଖିବେ ଯେ ସମୟରେ ଶିକ୍ଷାଦାନ କରାଯାଉଛି। ଶିକ୍ଷାଦାନ କରିବା ସମୟରେ ବ୍ୟକ୍ତିଗତ ପାର୍ଥକ୍ୟ କ'ଣ? ନା ବ୍ୟକ୍ତି ଭିତରେ ଥିବା ପାର୍ଥକ୍ୟ। ସାଧାରଣତଃ ସାଇକୋଲୋଜିକାଲ ଟର୍ମରେ ଆମେ କହିପାରିବା ଯେ ଦୁଇ ଜଣ ବ୍ୟକ୍ତି କେତେବେଳେ ହେଲେ ଏକା ନୁହନ୍ତି, ସେମାନଙ୍କ ଭିତରେ କିଛି ଅଲଗା ଅଲଗା କ୍ୱାଲିଟି ଥାଇପାରେ। ବୁଝିଲା? ସେଥିପାଇଁ
ସେଇ ଯେଉଁ ପାର୍ଥକ୍ୟ ରହିଛି ଅଲଗା ଅଲଗା ଗୁଣ ରହିଛି ତାକୁ ଚିହ୍ନିକି କ'ଣ କରାଯିବ ଶିକ୍ଷା ପ୍ରଦାନ କରାଯିବ। ନେକ୍ସଟ ଆସିଲା ଡିସିପ୍ଲିନ୍ ଶୃଙ୍ଖଳା ବିଷୟରେ କ'ଣ କହିଛନ୍ତି ରୁଷ ମୁକ୍ତ ଶୃଙ୍ଖଳା ଆଉ ପୂର୍ଣ୍ଣ ସ୍ୱାଧୀନତା ଉପରେ ଗୁରୁତ୍ୱ ଦେଇଛନ୍ତି। ଶୃଙ୍ଖଳା କମ୍ପ୍ଲିଟଲି ଦିଆଯିବ ଶିଶୁକୁ କୌଣସି ପ୍ରକାର ବାଧା ଦିଆଯିବ ନାହିଁ। ପୂର୍ଣ୍ଣ ସ୍ୱାଧୀନତା କମ୍ପ୍ଲିଟ୍ ଫ୍ରିଡମ୍ ଆମେ ତାକୁ ବାଧା ଦେବାନି। ସେ ଯାହା ଶିଶୁ ଯାହା କରିବାକୁ ଚାହୁଁଛି ସେ ଆସେ କରୁ ବୁଝିଗଲା ଖେଳିବାକୁ ଚାହୁଁଛି ଖେଳୁ ଦୁଷ୍ଟାମି କରିବାକୁ ଚାହୁଁଛି ଦୁଷ୍ଟାମି କରୁ ଯାହା ବି କରିବାକୁ ଚାହୁଁଛି ସେୟା କରୁ ଆମେ ତାକୁ ବାଧା ଦେବା ନାହିଁ। ଏଇଟା କୁହାଯାଏ ମୁକ୍ତ ଶୃଙ୍ଖଳା ଫ୍ରିଡମ୍ କମ୍ପ୍ଲିଟ୍ ଫ୍ରିଡମ୍ ତାକୁ ଦିଆଯିବ। ଦଣ୍ଡ ଚାପ ଆଉ କଠୋର ଶୃଙ୍ଖଳା ଶିଶୁ ମନରେ ହତାଶ ଭାବ ଜାଗ୍ରତ କରିଥାଏ। ଶିଶୁର ମନକୁ ଦୁଃଖ ଆସିଥାଏ ଯେତେବେଳେ ଆମେ ତାକୁ ପନିଶମେଣ୍ଟ ଦେଉଛେ ଆମେ ତାକୁ କଠୋର ଶୃଙ୍ଖଳା ଭିତରେ ବାନ୍ଧିବାକୁ ଚେଷ୍ଟା କରୁଛେ ସେତେବେଳେ ଶିଶୁ ମନରେ ଦୁଃଖ ଜାଗ୍ରତ ହୋଇଥାଏ ବୁଝିହେଲା। ସେଥିପାଇଁ ଆମେ ତାକୁ ଶୃଙ୍ଖଳା ଶିକ୍ଷା ଦେବାନି ଠିକ୍ ଅଛି। ତାକୁ ମୁକ୍ତ ଶୃଙ୍ଖଳା ପ୍ରଦାନ କରିବା ଆମେ ତାକୁ ଜୋର ଜବରଦସ୍ତି ବାନ୍ଧିବାକୁ ଚେଷ୍ଟା କରିବା ନାହିଁ ଠିକ୍ ଅଛି। ପ୍ରାକୃତିକ ପରିଣାମ ଦ୍ୱାରା ଶୃଙ୍ଖଳା ମନେ ରଖିବା ଦରକାର ଏଇଟା ଇମ୍ପୋର୍ଟାଣ୍ଟ ପରୀକ୍ଷାରେ ପଡ଼ୁଛି ସର୍ଟ କ୍ୱେଶ୍ଚିନ୍ରେ ଯେ କିଏ ପ୍ରାକୃତିକ ପରିଣାମ ଦ୍ୱାରା ଶୃଙ୍ଖଳା ବିଷୟରେ କହିଥିଲେ। ପ୍ରାକୃତିକ ପରିଣାମ କ'ଣ ଆମେ ଜାଣିବା ରୁଷ ମତ ଦେଇଥିଲେ। ରୁଷଙ୍କର ଗୋଟେ ଥିଓରି ଥିଲା ଯୋଉଟା କୁହାଯାଏ ପ୍ରାକୃତିକ ପରିଣାମ ତତ୍ତ୍ୱ। କ'ଣ ଥିଲା ପ୍ରାକୃତିକ ପରିଣାମ ତତ୍ତ୍ୱ। ଏଇଥିରେ ହୁଏ କ'ଣ ନା ରୁଷ କହୁଛନ୍ତି ଯେ ଶିଶୁ କୌଣସି ଗୋଟେ କାର୍ଯ୍ୟ କରେ ଏଇଥିରେ କଜ୍ ଆଉ ଇଫେକ୍ଟ କଥା କୁହାଯାଇଛି ଠିକ୍ ଅଛି। କଜ୍ ଆଉ ଇଫେକ୍ଟ କଥା ମାନେ ଶିଶୁ ଯଦି କୌଣସି ଗୋଟେ କାମ କରୁଛି ତାର ଗୋଟେ ରେଜଲ୍ଟ ଶିଶୁକୁ ମିଳିବ ଠିକ୍ ଅଛି। ଯଦି ଭଲ କାମ କରୁଛି ରେଜଲ୍ଟ ଭଲ ହେବ ଯଦି ଖରାପ କାମ କରୁଛି ରେଜଲ୍ଟ ଖରାପ ହେବ ବୁଝିହେଲା। ତ ତାଙ୍କ ମତରେ ଯେ ଶିଶୁ ଯାହା ବି କରୁ ତାକୁ ପନିଶମେଣ୍ଟ ଦେବା ଆଉ ତାକୁ ରିୱାର୍ଡ ଦେବା ମାନେ ଶିଶୁକୁ ଦଣ୍ଡ ଦେବା ବା ଶିଶୁକୁ ପୁରସ୍କାର ଦେବା ଏଇଟା ହେଉଛି ପ୍ରକୃତିର କାମ। କାହାର କାମ ପ୍ରକୃତିର ଟିଚରର ନୁହଁ ଆମର ନୁହଁ। ଆମେ ଶିଶୁକୁ ପନିଶମେଣ୍ଟ ଦେବାନି ଆମର କିଛି ଆବଶ୍ୟକତା ନାହିଁ ଶିଶୁକୁ ପନିଶମେଣ୍ଟ ଦେବାକୁ ବୁଝିହେଲା। ଶିଶୁର କୁକର୍ମର ଫଳ ପ୍ରକୃତି ତାକୁ ଦେବ। ଶିଶୁ ଯଦି କୌଣସି ଗୋଟେ ଖରାପ କାମ କରୁଛି ତାହେଲେ ପ୍ରକୃତି ତାକୁ ପନିଶ କରିବ ବୁଝିହେଲା ନା। ସେ ଗୋଟେ ଉଦାହରଣ ଦେଲେ ଯେ ମନେକର ଶିଶୁ ସେ ରହୁଥିବା ଘରେ କବାଟଟାକୁ ଭାଙ୍ଗିଦେଲା ଠିକ୍ ଅଛି। କବାଟ ଯେଉଁ ଥିଲା ବୁଝିହେଲା ନା ନାଇଁ ଏ ଯେଉଁ କବାଟଟି ରହିଥିଲା ସେ କ'ଣ କଲା ମନେକର ଶିଶୁ ସେଟାକୁ ଭାଙ୍ଗିଦେଲା ତ ଆମେ ତାକୁ ଅଟକେଇବାନି କି କୌଣସି ପନିଶମେଣ୍ଟ ମଧ୍ୟ ଆମେ ଦେଲେ ନାହିଁ। ଯେତେବେଳେ ସେ କହୁଛନ୍ତି ଯେତେବେଳେ ଶୀତ ଦିନ ଆସିବ କବାଟଟା ଭାଙ୍ଗି ଯାଇଛି ତେଣୁ ଯେତେବେଳେ ଶୀତ ଦିନ ଆସିବ ସେ ଅନୁଭବ କରିବ ଯେ ନାଇଁ କବାଟଟା କ'ଣ କରୁଥିଲା ମୋତେ ଶୀତରୁ ରକ୍ଷା କରୁଥିଲା ଏ କବାଟଟା ମୋତେ ଅନ୍ୟ ଲୋକମାନଙ୍କୁ ବାହ୍ୟ କୌଣସି ପ୍ରକାର ଡେଞ୍ଜରରୁ ମୋତେ ରକ୍ଷା କରୁଥିଲା ବୁଝିହେଲା ନାହିଁ। କିନ୍ତୁ ଯଦି ଏବେ କବାଟଟା ମୁଁ ଭାଙ୍ଗି ଦେଇଛି ତେଣୁ ସେଇ ବିପଦ ଗୁଡ଼ିକ ମୋ ଉପରେ ରହିଛି ବୁଝିହେଲା। ତେଣୁ ତାକୁ ପନିଶମେଣ୍ଟ କରିବାର କାମ କାହାର ନେଚରର ହେଇଥାଏ। ଆଉ ତମେ କିଛି କରନି ହସ୍ତକ୍ଷେପ କରନି ସେ କବାଟ ଭାଙ୍ଗିଛି ସିଏ ନିଜେ କ'ଣ କରିବ କବାଟ ତିଆରି କରିବ ବୁଝିହେଲା। ତ ଏଇଭଳି କଥା କିଏ କହୁଛନ୍ତି ରୁଷ ଏଇଭଳି କଥା କହୁଛନ୍ତି ଠିକ୍ ଅଛି। ତ ଇଏ ଥିଲା ସମ୍ପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥା ରୁଷଙ୍କର ଯେଉଁଥିରେ ଆମେ କମ୍ପ୍ଲିଟ୍ ଜିନିଷ ଜାଣିଲେ ଯେ ଶିକ୍ଷାର ଅର୍ଥ କ'ଣ ଲକ୍ଷ୍ୟ କ'ଣ ଥିଲା ଠିକ୍ ଅଛି। ନାସ୍ତିବାଚକ ଶିକ୍ଷା କ'ଣ ତାର କ'ଣ କ'ଣ ଗୁଣ ରହିଥିଲା ତାପରେ ପାଠ୍ୟକ୍ରମ ପଢ଼ିଲେ 4 ଭାଗରେ ବିଭକ୍ତ ଥିଲା ତାପରେ ପଢ଼ିଲେ ଶିକ୍ଷାଦାନ ପଦ୍ଧତି ତାପରେ ପଢ଼ିଲେ ନାରୀ ଶିକ୍ଷା ଆଉ ଶିକ୍ଷକଙ୍କର କ'ଣ ଭୂମିକା ରହିଛି ଠିକ୍ ଅଛି। ତ ଏତିକି ଥିଲା ତମର ରୁଷଙ୍କର ଶିକ୍ଷା ବ୍ୟବସ୍ଥା। ତାପରେ ଆମେ ଜାଣିବା ରୁଷଙ୍କ ଶିକ୍ଷାର ସମାଲୋଚନା। କିଛି ଶିକ୍ଷାବିତ୍ ରୁଷଙ୍କର ଶିକ୍ଷା ବ୍ୟବସ୍ଥାକୁ ସମାଲୋଚନା କରିছে ମାନେ ରୁଷଙ୍କ ଶିକ୍ଷା ବ୍ୟବସ୍ଥାରେ କିଛି ଗୁଣ ବା କିଛି ଖରାପ ଗୁଣ ରହିଥିଲା ଠିକ୍ ଅଛି। କିଛି ଭଲ ଥିଲା କିଛି ଖରାପ ମଧ୍ୟ ଥିଲା। ସେ ଖରାପ ଗୁଡ଼ିକୁ ଦେଖିବା ସେ କ'ଣ କ'ଣ ପାଇଁ ସମାଲୋଚନା କରାଯାଇଛି ପର୍ଯ୍ୟାଲୋଚନା କରାଯାଇଛି ତାକୁ ତାଙ୍କ ଶିକ୍ଷା ବ୍ୟବସ୍ଥାକୁ। ପ୍ରଥମ କଥା ହେଉଛି ପୁସ୍ତକଗତ ଜ୍ଞାନକୁ ବିରୋଧ। ରୁଷ ପୁସ୍ତକଗତ ଜ୍ଞାନକୁ ବିରୋଧ କରିଥିଲେ। ସେ କହିଥିଲେ ବହି ପଢ଼ିବା କିଛି ଆବଶ୍ୟକ ନାହିଁ ପୁସ୍ତକଗତ ଜ୍ଞାନ ଶିଶୁକୁ ଦିଆଯିବା ଆବଶ୍ୟକ ଯେଉଁଟା ହେଉଛି ନିଶ୍ଚିତ ଭାବରେ ଗୋଟେ ଖରାପ କଥା। ପୁସ୍ତକକୁ ଯେତେ ଆମେ ଅଣଦେଖା କରୁଛେ ପୁସ୍ତକରୁ ଆମେ ବହୁତ କିଛି ଶିଖିପାରିବା ଠିକ୍ କଥା ଯେ ଆମେ ପୁସ୍ତକରୁ ଡାଇରେକ୍ଟ ଏକ୍ସପିରିଏନ୍ସ ପାଇପାରିଲେନି। ବେଳେବେଳେ ବହି ପଢ଼ିବା ସମୟରେ ଶିଶୁମାନେ କଥାକୁ ଘୋଷିକି ମନେ ରଖିଥାନ୍ତି ଏ କଥା ମଧ୍ୟ ଠିକ୍ କିନ୍ତୁ ପୁସ୍ତକ ଆମକୁ ବହୁତ ପ୍ରକାର ଜ୍ଞାନ ମଧ୍ୟ ପ୍ରଦାନ କରିଥାଏ। ତେଣୁ ପୁସ୍ତକକୁ ଆମେ କେତେବେଳେ ବିରୋଧ କରିପାରିବା ନାହିଁ ପୁସ୍ତକକୁ କେତେବେଳେ ଆମେ ଅଣଦେଖା କରିପାରିବା ନାହିଁ। ତେଣୁ ଏଇଟାକୁ ଶିକ୍ଷାବିତ୍ମାନେ ବିରୋଧ କରିଥାନ୍ତି। ସେକେଣ୍ଡ ଜିନିଷ ସେକେଣ୍ଡରେ କୁହାଗଲା ସମ୍ପୂର୍ଣ୍ଣ ସ୍ୱାଧୀନତା ଏକ ଅବାସ୍ତବ ପରିକଳ୍ପନା। ଏଇ ଯେଉଁ କମ୍ପ୍ଲିଟ୍ ଫ୍ରିଡମ୍ କଥା କହିଲେ ଯେ ଶିଶୁ ଯାହା କରୁଛି ତାକୁ କରିବାକୁ ଦିଆଯାଉ। ଏକ୍ଜାମ୍ପଲ୍ ମଧ୍ୟ ଦେଲେ ଯେ ଶିଶୁ ଯଦି କବାଟଟା ଭାଙ୍ଗି ଦେଉଛି ତାକୁ ଭାଙ୍ଗିବାକୁ ଦିଆଯାଉ ବୁଝିହେଲା ନା ନାଇଁ ସେ ଯାହା କରୁଛି ତାକୁ କରିବାକୁ ଦିଆଯାଉ। ଏଇଟା କିନ୍ତୁ ଗୋଟେ ଅବାସ୍ତବ ପରିକଳ୍ପନା। ଏଇଥିରେ ଆମେ କ'ଣ କରିପାରିବାନି ସବୁବେଳେ ଡିପେଣ୍ଡ କରିବାନି ସବୁବେଳେ ଶିଶୁକୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇପାରିବନି ଏଇଟା ଶିଶୁ ପାଇଁ ବିପଦପୂର୍ଣ୍ଣ ହୋଇଥାଇପାରେ ବୁଝିହେଲା ନା ନାଇଁ। କାହିଁକିନା ଏମିତି ପୂର୍ଣ୍ଣ ସ୍ୱାଧୀନତା ଦେବା ଫଳରେ ଆମେ ଯଦି କେବଳ ବସିକି ଶିଶୁକୁ ଦେଖିଲେ ତାହେଲେ ସେଇଟା ତାର ଜୀବନ ପ୍ରତି ବିପଦପୂର୍ଣ୍ଣ ହୋଇପାରେ ବୁଝିହେଲା। ତେଣୁ ସମ୍ପୂର୍ଣ୍ଣ ସ୍ୱାଧୀନତା କେତେବେଳେ ହେଲେ ଏକ୍ଜିଷ୍ଟ କରିବା ନାହିଁ ଗୋଟେ ଅବାସ୍ତବ ପରିକଳ୍ପନା। ଏଇଟା ମଧ୍ୟ କିଛି ଶିକ୍ଷାବିତ୍ କହିଲେ। ନେକ୍ସଟ କ'ଣ ଶିକ୍ଷାନୁଷ୍ଠାନରେ ପ୍ରାକୃତିକ ପରିସ୍ଥିତି ସୃଷ୍ଟି କରିବା ସବୁବେଳେ ସମ୍ଭବ ନୁହେଁ। ରୁଷ କହିଲେ ଯେ ଆମେ ତାକୁ ପ୍ରାକୃତିକ ପରିବେଶ ପ୍ରାକୃତିକ ଅନୁଭୂତି ପ୍ରଦାନ କରିବା ନିହାତି ଆବଶ୍ୟକ ଡାଇରେକ୍ଟ ଅନୁଭୂତି ପ୍ରଦାନ କରିବା ଦରକାର।
आम ताको प्राकृतिक परिस्थिति रे शिक्षा प्रदान करा जाय दरकार जेमति कहले भूगोल पढ़ाइला बेले आम नदी कूल को नवा पहाड़ को नवा किंतु सब बेले जे आम प्राकृतिक परिवेश सृष्टि करि परिबा सेटा मध्य संभव नुहे आम सब बेले प्राकृतिक परिवेश सृष्टि करि परिबा नै ठीक अछि केतला ना केतला तांग बसिकी कोन करिया पड़ो शिक्षा ग्रहण करिया को पड़ियो ठीक अछि एटा मध्य कि शिक्षाविद विरोध कले आउ कोन शिक्षकों को गौण स्थान दिया गला शिक्षकों एटी किछि रोल रहलानी से कहले शिक्षक केवल परिवेश तैयारी करे केवल मंच प्रस्तुत करे तो एठी शिक्षकों को गोटे गौण स्थान गौण माने गोटे कम आम कहीपर छोट स्थान दि जाए शिक्षकों को एत गुरुत्व दि जाए ना सेम कौटी नारी शिक्षार नारी शिक्षा प्रति गोटे रक्षणशील मनोभाव रही बुझेगा जोटा आधुनिक समय अनुपयुक्त आजिका जुगे नारी शिक्षा को आम एड़े दे पारानी आमको दबाक पड़ो नारी मान शिक्षा बुझेगा ना से विभिन्न क्षेत्र में आग को बढ़ुं तेणु आम एटा को अणदेखा करें नारी मान शिक्षा दि जा उचित नुहे से केवल हाउस वाइफ हे एमती कहीपर ना ठीक अच्छे तो ये किसी जिनस को कौन कराला विभिन्न शिक्षाविद मैंने विरोध करते आउ कौन रहा ना ऋषंकर जो मतामत था ये समाज विरोध था समाज विरोध तत्व ऋष देते समाज हूँ खराब ऋष डायरेक्ट कहते समाज हूँ खराब तेणु यही तत्व को किसी लोक ग्रहण कले ना एटा पसंद कले समाज केमती खराब होगा समाज आम गोटे भले बचापी गोटे सुजोग देते मनुष्य गोटे सामाजिक प्राणी तेणु समाज बिना से बंची पार ना ऋष केमती कहले समाज दूर रख मनुष्य को जब समाज दूर रखा ताले से मनुष्य केमती रहा बुझेगा से पशु होगा बुझेगा ना ये कथा मत किसी लोक कहले आ कौन कहला जे आनुष्ठानिक पाठ्यक्रम अभाव जो पाठ्यक्रम को चारि भाग विभक्त कराला से कौन प्रकार आनुष्ठानिक पाठ्यक्रम आम देखिले सिस्टमेटिक बही पढ़ा सिस्टमेटिक पाठ्य विषय गुड़िक आम देखा स्थान पाइले ना से गुड़ स्थान दि जाए तेणु आनुष्ठानिक पाठ्यक्रम अभाव रही जोटा पिलापाई निश्चित भाव से भल कर ना आ कौन नास्तिवाचक शिक्षा को अधिक गुरुत्व आस्तिवाचक शिक्षा को गौण स्थान दी प्रकार शिक्षा प्रदान कले नास्तिवाचक आस्तिवाचक नास्तिवाचक है जन्मरु 12 वर्ष पर्यंत आस्तिवाचक 12 वर्ष पर ठीक अच्छे यही भितर से अधिक गुरुत्व देते नास्तिवाचक आस्तिवाचक भितर से नास्तिवाचक पुरोचे कौन आम बही पढ़ा नहीं पुस्तक गुरुत्व देवा नहीं यहाँ गोटे खराब जिनस कह आ कौन ऋषंग शिक्षा स्तर उच्च आदर्श कौन ना कौन प्रकार उच्च आदर्श मूल्यबोध कथा कहुए भल गुण विषय किसी कहुए एमती किसी कहुए जे पिलार माने आम कह तार चरित्र डेभलपमेंट करिया तार गोटे भल बाटर नवा चेष्टा करा एमती किसी कहुए ना उच्च आदर्श को अणदेखा ऋष कर कौन विशृंखला तत्व रही कंप्लीट फ्रीडम विशृंखला को जन्म करता है तेणु पिला को जब कंप्लीटली फ्री छाड़देले से विशृंखला निश्चित भाव में क्रियाटी करें ठीक अच्छे तेणु यही किसी मतामत को विभिन्न लोक मैंने विरोध करते तो ये था ऋषंकर शिक्षावस्था जदि तुमको भल लगे लाइक कर शेयर कर चैनल को निश्चित भाव में सब्सक्राइब कर नेक्स्ट क्लास रे हम जॉन ड्यू विषय में डिटेल्स डिस्कसन करिया ठीक अच्छे तेणु जो मैंने वीडियो लास्ट पर्यटन देखिए समस्त को धन्यवाद ठीक अच्छे समस्त को निश्चित भाव में धन्यवाद है आ जो वीडियो गुड़िक तुम देखी ना ये तुमको लिंक मिल जाओ ना लास्ट तुमको ये लिंक मिल जाओ तुम जाकि देखिपार जो मैंने व्हाट्सएप ग्रुप जॉइन करना चाहो ठीक अच्छे ये नंबर मैसेज कर पार ठीक रही नंबर तुम कर पार मैसेज कर जहाँफल व्हाट्सएप ग्रुप तुमको कर दिया मिसई दिया जो ठीक अच्छे देखा नेक्स्ट क्लास रे बहुत बहुत धन्यवाद।